বলে গঙ্গাঙ্কর বিছে বিরহ মাদক ধারে ভ্রমু ভ্রমু যমুনা পুলিনরে দিনে ভ্রমু ভ্রমু যমুনার পুলিনরে দিনে যে যোজন গন্ধা সুন্দরে দাস রাজার কুমারী দাস রাজার কুমারী অপলক অঙ্গ শোভা করুণয়নে অপলক অঙ্গ শোভা করুণয়নে আজ্ঞা কাম বাণে হেলে অস্থির কাম বাণে হেলে অস্থির কি করিল ভিবি এই লড়না যমুনা পুলিନରେ ଦିନେ ବୁଲୁଛନ୍ତି ରାଜା ଶାନ୍ତନୁ। ଶାନ୍ତନୁ ଗଙ୍ଗାଙ୍କ ସହିତ ବିଚ୍ଛେଦ ହେଇଯାଇଛି। ହେଇଯାଇଛି। ଗଙ୍ଗା ଦୂରେଇ ଯାଇଛନ୍ତି ତାଙ୍କ ନିକଟରୁ। ଆଜ୍ଞା କାହିଁକି ତାଙ୍କ ନିକଟରୁ ଗଙ୍ଗା ଦୂରେଇ ଗଲେ? କାହିଁକି ଆଜ୍ଞା? କାହିଁକି ତାଙ୍କୁ ଗଙ୍ଗା ବିବାହ କଲେ? ହଁ ଗଙ୍ଗା ତ ଆଜ୍ଞା ଶିବଙ୍କର ପତ୍ନୀ ନା ଶିବଙ୍କର ପତ୍ନୀ। ନାଇଁ କି ଆଜ୍ଞା? ଆଜ୍ଞା ଗଙ୍ଗା ତ ଶିବଙ୍କର ପତ୍ନୀ। ଆଜ୍ଞା ଶିବଙ୍କର ଜଟା ଉପରେ ଗଙ୍ଗାଙ୍କର ନିବାସ। ହଁ ହଁ ଗଙ୍ଗା କାହିଁକି ଶାନ୍ତନୁକୁ ବିବାହ କଲେ ଏବଂ କାହିଁକି ଶାନ୍ତନୁଙ୍କ ଠାରୁ ଦୂରେଇ ଗଲେ? ଏମିତି ଭଲ ପାଇକି ବାହା ହଉଛନ୍ତି ସେଇଗଲେ ଆଉ। ସେ ବାଦ୍ୟ ଯୁକ୍ତି କରିବାକୁ ମୋତେ ଭଲ ଲାଗେ। କାହିଁ ବାହା ହେଲେ ଅଯଥାରେ ସମୟ ନଷ୍ଟ କରିବାକୁ ମୁଁ ଭଲ ପାଏନି। କହୁନାହାନ୍ତି। ଯେତିକି ସମୟ ପାଲା ପରିବେଷଣ କରିବା ସେତିକି ସମୟ ମାର୍ମିକ କଥା କିଛି କହିବା ଯାହାଦ୍ୱାରା କିଛି ମୂଲ୍ୟ ହେବ। ଆଜ୍ଞା ମୋର ବିଚାରକ ମଣ୍ଡଳୀ, କାରଣ ଏ ଅନୁଷ୍ଠାନ ହେଉଛି ଅଲଗା ଅନୁଷ୍ଠାନ। ହଁ ଏ ଅନୁଷ୍ଠାନରେ ପ୍ରତ୍ୟେକ ସୁନାରୀ ମାନେ ଅଛନ୍ତି। ପ୍ରତ୍ୟେକ ଗୋଟିଏ ଗୋଟିଏ ସୁନାର ଉପଯୁକ୍ତ ମୂଲ୍ୟ ସେମାନେ ବୁଝନ୍ତି। ମୁଁ ଏ କଥା କାହିଁକି କହୁଛି ନା, ଯେଉଁ ଅନୁଷ୍ଠାନରେ 4 ଦିନ ପର୍ଯ୍ୟନ୍ତ ନୈଷଧ କାବ୍ୟର ଆଲୋଚନା ଚାଲିଥିଲା। ଶ୍ରୀହର୍ଷଙ୍କର ନୈଷଧ କାବ୍ୟର ଆଲୋଚନା 4 ଦିନ ପର୍ଯ୍ୟନ୍ତ ଚାଲିଲା। ଟିକିଏ କହିବେ ଆଜ୍ଞା, ଟିକିଏ କହିବେ, ଆପଣ ମୋତେ ଟିକେ କ୍ଷମା ଦେବେ, ଟିକେ ସମୟ ଦେବେ। ସବୁ ଜିନିଷ ଶୁଣିବାଟା ଏବଂ ତାର ମର୍ମଟା ବୁଝିବାଟା ଫରକ କଥା। ସବୁ ଜିନିଷ ଶୁଣିବା ଆଉ ତା ମର୍ମ ବୁଝିବା, ୟା ଭିତରେ ଫରକ ଅଛି। ଗାୟକମାନେ ନୈଷଧ ଗାଇଲେ, ଆରମ୍ଭ କରିଥିବେ, କିଏ ସାର୍ଙ୍କୁ ପଚାରୁଥିଲି, କହିଲେ ଆଜ୍ଞା ନୈଷଧ କେଉଁଠୁ ଆରମ୍ଭ କଲେ? ସାର୍ କହିଲେ ରାଜା ନଳଙ୍କର ଶିକାର କରିବା, ରାଜାମାନେ କାହିଁକି ଶିକାର କରନ୍ତି, ଏଇଠୁ ସେ ନୈଷଧ କାବ୍ୟ ଆରମ୍ଭ କଲେ। କିନ୍ତୁ ମୋର କହିବାର କଥା ହେଉଛି କ'ଣ ନା, ପ୍ରତ୍ୟେକ ଜିନିଷ ଜଣେ ଶୁଣିଛି, ଜଣେ କହିଲା ପରେ ସେ ଲୋକଲୋଚନକୁ ଆସିଛି। ଆଗରୁ ତ କିଛି ପୁରାଣ ନଥିଲା। ବ୍ୟାସ ପୁରାଣ ସୃଷ୍ଟି କଲେ, ଅଷ୍ଟାଦଶ ପୁରାଣ ବ୍ୟାସ ସୃଷ୍ଟି କଲେ। ତା ପୂର୍ବରୁ କିଛି ପୁରାଣ ଥିଲା କି? ନା। ତା ପୂର୍ବରୁ ଥିଲା ବେଦ। ବେଦର ଅନ୍ୟ ନାମ ଥିଲା ଶ୍ରୁତି, ଯାହାକୁ ଶୁଣିକି ମନେ ରଖାଯାଉଥିଲା। କିଛି ଲିଖିତ ପୁରାଣ ନଥିଲା। ବ୍ୟାସ ସୃଷ୍ଟି କଲେ ପୁରାଣ। ଆଚ୍ଛା, ସବୁ ଜିନିଷ ଜଣେ କହିଛି, ଜଣେ ଶୁଣିଲା ପରେ ସେ ଲୋକଲୋଚନକୁ ଆସିଛି। ଆଜ୍ଞା ଯଦି ଭାଇ ଶୁକ କହିନଥାନ୍ତେ, ପରୀକ୍ଷିତ ମଉସା ଶୁଣି ନଥାନ୍ତେ, ତାହେଲେ ଆପଣ ଆଜି ଭାଗବତ ପଢୁଥାନ୍ତେ? ପଢୁଥାନ୍ତେ କି? ନା। ଯଦି ଭଗବାନ କୃଷ୍ଣ କହିନଥାନ୍ତେ, ଅର୍ଜୁନ ଶୁଣି ନଥାନ୍ତେ, ତାହେଲେ ବାଜି ଆପଣ ମାନେ ଗୀତା ଜାଣିଥାନ୍ତେ କି? ଜାଣିଥାନ୍ତେ ଗୀତା ବିଷୟରେ? ନା। ଯଦି ଜୈମିନୀ କହିନଥାନ୍ତେ, ଜନ୍ମେଜୟ ଶୁଣି ନଥାନ୍ତେ, ତାହେଲେ ଆପଣ ମହାଭାରତ ବିଷୟରେ ଜାଣିଥାନ୍ତେ କି? କେମିତି? ତାହେଲେ କିଏ ସେ ନଳ ଚରିତ୍ରକୁ କହିଲା କାଗେ? ବସି କଷି ବିଚାର କରନ୍ତୁ ମୋର ମହାଭାଗେ। କିଏ କହିଲା କିଏ ଶୁଣିଲା ପରେ ସେ ଲୋକଲୋଚନକୁ ଆସିଲା। ନୈଷଧ ଗାଇବା ବଡ଼ କଥା ନୁହଁ,
ନୈଷଧର ତତ୍ତ୍ୱ ବୁଝିବା ହେଉଛି ବଡ଼ କଥା। ଆଉ କିଏ କହିଲା କିଏ ଶୁଣିଲା? ଆପଣ ମାନଙ୍କର କବି ସମ୍ରାଟ ଭଞ୍ଜ ଭଞ୍ଜ ବୈଦେହୀଶ ବିଳାସ ଆଜ୍ଞା କଣ କହିଲେ? କଣ କହିଲେ ବିଦର୍ଭପତି ଅଇଲେ ଶଙ୍ଖୋଳି ये बिहरू मारकोंडे पासे मिली बासन तोड़े अश्रु पोछी श्री राम ये बेनी मुनि की बिहिले ଯେତେବେଳେ ସୀତାଙ୍କୁ ପଞ୍ଚବଟୀ କାନନରେ ହରାଇ ଆଜ୍ଞା ବିରହ ବିଦୁର ପ୍ରାଣରେ ରାମ ଲକ୍ଷ୍ମଣ ଜଙ୍ଗଲ ଭ୍ରମଣ କରୁଛନ୍ତି, କରୁଛନ୍ତି। ଯାଇ ପହଞ୍ଚିଗଲେ କୋଉଠି ନା ଆପଣମାନଙ୍କର ମାର୍କଣ୍ଡ ଋଷିଙ୍କର ଆଶ୍ରମରେ। ରାମଙ୍କର ଏ ପ୍ରକାର ଅଦ୍ଭୁତ ଅବସ୍ଥାକୁ ଲକ୍ଷ୍ୟ କରି ମାର୍କଣ୍ଡ ଋଷି ଏବଂ ତାଙ୍କ ସାଙ୍ଗରେ ଥିଲେ କିଏ ସେ ନା କୁମ୍ଭ ଋଷିଙ୍କର ପୁଅ ଅଗସ୍ତ୍ୟ ଋଷି ଅଗଷ୍ଟ ବୋଧିଲେ କୁମ୍ଭଜ ବିଧେୟ ଶେଖର ନୁହଁ ଅଧୈର୍ଯ୍ୟ। କୁମ୍ଭ ଋଷି କହିଲେ ହେ ରାମ ତମେ ଅଧୈର୍ଯ୍ୟ ହୁଅନି, ମୁଁ ତମକୁ ଗୋଟିଏ କଥା କହୁଛି ଶୁଣ, କଣ ଟିକେ ମନ ଦେଇକି ଶୁଣ, ଶୁଣିଲା ପରେ ତମର ହୃଦୟର ତାପ କିଛି ଲାଘବ ହେଇଯିବ। ବୋଧ ଦେଇ ଦତ୍ତ କଲେ ଅଗସ୍ତି ଯେ ବିଶ୍ୱଧାତ୍ରୀ ପୁତ୍ରୀ କନକ ଗାତ୍ରୀ ଇଏ ବାରଣ ନାମ ଆଦ୍ୟ ପ୍ରାନ୍ତକ୍ଷରେ ଇଏ ବ୍ୟକ୍ତ ମହାଦତ୍ୟ ନାମ ମଧ୍ୟରେ ଆରେ ବଞ୍ଚିଛି ସେ ନାମା ବଞ୍ଚିଛି ସେ ନାମା ବଞ୍ଚିଛି ସେ ଯେ ବାମା ବିଚେ ଯେ ଅତି ଚିତି ବୋଧ ଦେଇ ଦତ୍ତ କଲେ ଅଗସ୍ତ୍ୟ। ରାମକୁ ସାନ୍ତ୍ୱନା ଦେଇ ଅଗସ୍ତ୍ୟ ଋଷି କହିଲେ କଣ ବିଶ୍ୱଧାତ୍ରୀ ପୁତ୍ରୀ କନକ କନକ ଗାତ୍ରୀ ଗାତ୍ରୀ ଏ ପୃଥିବୀରେ ଗୋଟିଏ ସ୍ୱର୍ଣ୍ଣାଙ୍ଗୀ ଝିଅ ଜନ୍ମ ହୋଇଥିଲା। ହଁ ସେ ଝିଅଟି କିଏ କହିଲ କିଏ? ନା ବାରଣ ନାମ ଆଦ୍ୟ ପ୍ରାନ୍ତ କ୍ଷରେ। କ୍ଷରେ ବାରଣ ବୋଇଲେ ହାତୀ, ହାତୀ ହାତୀର ଅନ୍ୟ ନାମ ହଉଛି ଦନ୍ତୀ, ଦନ୍ତୀ ଆଦରେ ରଖ ଦ ହଁ ପ୍ରାନ୍ତରେ ରଖ ଇନ୍ତି। ତି ବ୍ୟକ୍ତ ମହାଦୈତ୍ୟ ନାମ ମଧ୍ୟରେ ମଧ୍ୟରେ ମଝିରେ ଗୋଟେ ବଡ ଅସୁର ନାଁ ରଖ। ହଁ ସେ ଅସୁର କିଏ କିଏ ନା ଦେବତା ମାନଙ୍କର ଏ ଅସୁର ମାନଙ୍କର ଶିଳ୍ପୀ ହଁ ନା ଯାହାର ମୟ, ମୟୂରଧ୍ୱଜ। ଯାହାର ଝିଅ ହଉଛି ମନ୍ଦୋଦରୀ, ହଁ ମଝିରେ ରହିଲା ମୟ, ମୟ ଆଦ୍ୟରେ ଦ ହଁ। ମଝିରେ ମୟ ହଁ। ପ୍ରାନ୍ତରେ ଇନ୍ତି ଇନ୍ତି। ବା ହେଲାନି କି ଦମୟନ୍ତୀ, ଦମୟନ୍ତୀ ହେଲାନି ଆଜ୍ଞା ଦମୟନ୍ତୀ। ହେଲା ସେ ଦମୟନ୍ତୀ ବଞ୍ଚିଛି, ହଁ ତା ବିଚ୍ଛେଦରେ ରାଜା ନଳ ବଞ୍ଚିଛନ୍ତି। ଆପଣ କାହିଁକି ଏମିତି ଅଧୈର୍ଯ୍ୟ ହଉଛନ୍ତି? ଟିକେ ଧୈର୍ଯ୍ୟ ଧରନ୍ତୁ। କିଏ କହିଲା କିଏ ଶୁଣିଲା? ଲୋକରୋଚରକୁ ନଳ ଚରିତ୍ର ଆସିଲା କୋଉଠୁ? ଅଗସ୍ତ୍ୟ ଋଷି କହିଲେ ରାମ ଶୁଣିଲେ ବୋଲି ଲୋକଲୋଚନକୁ ନଳ ଚରିତ୍ର ଆସିଲା। ଇଏ ଗଲା ପ୍ରଥମ କଥା। ହଁ ଆପଣଙ୍କୁ ସମସ୍ତେ କହିଥିବେ ଦମୟନ୍ତୀଙ୍କ ମା ଏ ଦମୟନ୍ତୀଙ୍କ ବାପା ଭୀମସେନ, ଭୀମସେନ ଭୀମସେନଙ୍କ ଝିଅ ଦମୟନ୍ତୀ। ହେଲେ ନଳଙ୍କ ବାପା କିଏ? ହଁ ତାଙ୍କ ମା କିଏ? ବାଃ ତାଙ୍କ ଜେଜ କିଏ? ତାର ପ୍ରମାଣ କିଛି ଅଛି କି? କଣ ତା ପରିବାର ବାବୁ? ନଳଙ୍କର ବାପା, ନଳଙ୍କର ଜେଜେଙ୍କ ନାଁ ହେଉଛି ଅର୍କସେନ, ଅର୍କସେନଙ୍କର ପୁଅ ବୀରସେନ, ବୀରସେନଙ୍କର ପତ୍ନୀ ଋତୁମତୀ, ଋତୁମତୀଙ୍କର ଯୋଡ଼ିଏ ପୁଅ ନଳ ଏବଂ ପୁଷ୍କର। ପୁଷ୍କର ବାପା ମାଙ୍କର ପରିଚୟ ପାଇଲେ। ତୃତୀୟ କଥା, ସେ ରାଜ୍ୟଟା କୋଉଠି? ଆପଣ ବର୍ତ୍ତମାନ ୟୁଟ୍ୟୁବ ମାରନ୍ତୁ, ବର୍ତ୍ତମାନ ୟୁଟ୍ୟୁବ ମାରନ୍ତୁ, ନଳ ରାଜାଙ୍କ ରାଜ୍ୟ କୋଉଠି? ସେ ଦେଖେଇବ ମାଉଣ୍ଟ ଆବୁ, ରାଜସ୍ଥାନର ମାଉଣ୍ଟ ଆବୁ ଦେଖେଇବ, କିନ୍ତୁ ନଳଙ୍କର ରାଜ୍ୟର ରାଜଧାନୀର ମାଉଣ୍ଟ ଆବୁ ନୁହଁ। ନାଇଁ ନଳଙ୍କର ପୂର୍ବ ଜନ୍ମର ରାଜ୍ୟ ହେଉଛି ମାଉଣ୍ଟ ଆବୁ। ଯେତେବେଳେ ସେ ଆହୁକ ଏବଂ ଆହୁଜା ଥିଲେ, ଯାହାଙ୍କର ଧର୍ମନିଷ୍ଠାକୁ ପରୀକ୍ଷା କରିବା ପାଇଁ ଶିବ ନିଜେ ଯାଇଥିଲେ, ଶିବଙ୍କର ପରିଚର୍ଯା କରିବା ପାଇଁ ସନ୍ନ୍ୟାସୀ ବେଶରେ ଶିବ ଯାଇଥିଲେ। ହେଲା। ସନ୍ନ୍ୟାସୀଙ୍କର ପରିଚର୍ଯା କରିବା ପାଇଁ ଆହୁକ ନିଜର ପତ୍ନୀକି ଘର ଭିତରେ ରଖିଲା, ତୁ ରାତି ସାରା ସନ୍ନ୍ୟାସୀଙ୍କର ସେବା କରିବୁ। ଶବର ଶୋଇଲା ବାହାରେ, ରାତିରେ ସର୍ପାଘାତରେ ଶବର ମଲା। ଯେତେବେଳେ ସକାଳୁ ଶବର ଦେଖିଲା ସର୍ପାଘାତରେ ଶବର ମରିଛି, ସିଏ ସ୍ୱାମୀଙ୍କର ଚିତାରେ ଝାସ ଦେବାକୁ ଗଲାବେଳେ ଶିବ କହିଲେ ଦେଖ ଏ ଜନ୍ମରେ ତମର ଆଶା ପୂର୍ଣ୍ଣ ହେଲାନି, ଆର ଜନ୍ମରେ ତମ ହବ ନଳ ଦମୟନ୍ତୀ, ମୁଁ ହେବି ହଂସ, ତମକର ତମ ଦୁହିଁଙ୍କର ମିଳନ ମୁଁ କରିବି। ମୁଁ କରିବି ପୂର୍ବ ଜନ୍ମର ରାଜ୍ୟ ତାଙ୍କର ହଉଛି ଆପଣଙ୍କର ହଁ ମାଉଣ୍ଟ ଆବୁ, ମା କିନ୍ତୁ ଏ ଜନ୍ମରେ ନଳ ଦମୟନ୍ତୀ ରୂପରେ ରାଜ୍ୟ କୋଉଠି?
ଆପଣମାନଙ୍କର ଭାଗବତ ପଞ୍ଚମ ସ୍କନ୍ଧ ହଁ ନିଷେଧ କୁଞ୍ଜ ଗଳ ଆଦି ନିଷେଧ କୁଞ୍ଜ ଗଳାଦି ये पश्चिम दिगे प्रसिद्धि ପଶ୍ଚିମ ଦିଗରେ ପ୍ରସିଦ୍ଧି दक्षिण दिगे प्रसिद्धि ଭାରତର ଦକ୍ଷିଣ ଦିଗରେ ନିଷେଧ ଏବଂ କୁଞ୍ଜଗଳ ବୋଲି ଯୋଉଠି ରାଜ୍ୟ ଅଛି ସେ ନିଷେଧ ରାଜ୍ୟର ରାଜକୁମାର ହେଉଛନ୍ତି ନଳ। ନଳ ଇଏ ଗଲା ଆଜ୍ଞା ସବୁ ରାଜ୍ୟ ଗୁଡ଼ା ରାଜଧାନୀ ଅନୁସାରେ ରାଜ୍ୟର ନାଁ। ଆଜ୍ଞା ଆପଣଙ୍କ ରାଜ୍ୟର ନାଁ ଢେଙ୍କାନାଳ, କ'ଣ ଏଣ୍ଟାର ରାଜ୍ୟଟାର ନାଁ ଢେଙ୍କାନାଳ? ଗୋଟା କେବଳ ଢେଙ୍କାନାଳ ଆପଣଙ୍କର ଗଡ଼ଜାତ, ଗଡ଼ଜାତ ଅନୁସାରେ ବା ରାଜାଙ୍କର ଦୁର୍ଗ ଅନୁସାରେ ଆପଣଙ୍କ ରାଜ୍ୟର ନାଁ ଢେଙ୍କାନାଳ। ପ୍ରତ୍ୟେକ ରାଜା ତାଙ୍କର ଦୁର୍ଗ ଗୁଡ଼ାକୁ କେଉଁ ନଈ ପାଖରେ କରୁଥିଲେ, ନହେଲେ କେଉଁ ପାହାଡ଼ ପାଖରେ କରୁଥିଲେ। ସମତଳ ଅଞ୍ଚଳରେ ନଈ ପାଖରେ, ପାହାଡ଼ିଆ ଜାଗାରେ ପାହାଡ଼ ପାଖରେ। କାରଣ ଗୋଟିଏ ଦିଗ ଅବରୋଧ ରହୁଥିଲା, ତିନି ଦିଗ ଖୋଲା ରହୁଥିଲା। ଯେତେବେଳେ ଶତ୍ରୁମାନେ ତିନି ଦିଗରୁ ଆକ୍ରମଣ କରିବେ ସେମାନେ ଏ ଅବରୋଧ ବାଟରେ ଖସି ଯାଇପାରିବେ, ନହେଲେ ଦୁର୍ଗ ଭିତରେ ବନ୍ଦୀ ହେଇଯିବେ ନା, ଦୁର୍ଗରୁ ଖସି ଯାଇପାରିବେ। ଯେମିତିକି ଆପଣଙ୍କର ହସ୍ତିନା ଯମୁନା ନଈ କୂଳରେ, ଆପଣଙ୍କର ଅଯୋଧ୍ୟା ସରଜୁ ନଈ କୂଳରେ, ବାସ୍ ସେମିତି ନିଷେଧ ରାଜ୍ୟଟା କେଉଁ ନଈ କୂଳରେ କୋଉ ନଈ କୂଳ ବା କେଉଁ ପାହାଡ଼ ପାଖରେ? କୁଞ୍ଜ କୁରାଳ ନଈ କୂଳରେ ନିଷେଧ ରାଜ୍ୟ ଅବସ୍ଥିତ। କୁଞ୍ଜ କୁରାଳ ନଈ କୂଳରେ ନିଷେଧ ରାଜ୍ୟ ଅବସ୍ଥିତ। ହେଲା ଛାଡ଼ି ଦିଅନ୍ତୁ ଆଜ୍ଞା, ମୁଁ ଧୃଷ୍ଟତା ପାଇଁ କ୍ଷମା ମାଗୁଛି ଆପଣମାନଙ୍କୁ। କେବଳ ଆପଣମାନଙ୍କ ମନରୁ ସଂଶୟ ଦୂର କରିବା ପାଇଁ ମୁଁ କହିଲି। ସେମାନଙ୍କ ଭଳି ମହାନ ଦିଗ୍ଦନ୍ତୀ ଗାୟକମାନଙ୍କର କଥାକୁ ସମାଲୋଚନା କରିବାର ସାମର୍ଥ୍ୟ ତ ମୋର ନାହିଁ, ସାହସ ବି ରହିବା କଥା ନୁହଁ। ସେଥିପାଇଁ ଆପଣଙ୍କ ନିକଟରୁ ମୁଁ କ୍ଷମା ମାଗି ନେଉଛି। ବିଚାରକ ମଣ୍ଡଳୀ, ଗଙ୍ଗାଙ୍କର ଇଚ୍ଛା ଗଙ୍ଗା ହଁ ଶିବଙ୍କର ପତ୍ନୀ, ହଁ ସେ କାହିଁ ଶାନ୍ତନୁକୁ ବାହା ହେଲେ? ଶାନ୍ତନୁ କାହିଁ ବାହା କଲେ? ଶିବଙ୍କର ମଣ୍ଡରେ ଯାହାର ବାସ, ହଁ ଶିବଙ୍କର ଜଟାରୁ ଯିଏ ନିର୍ଗତ ହେଉଛନ୍ତି, ହେଲା ସେ କାହିଁ ଶାନ୍ତନୁକୁ ବାହା ହେଲେ? କାହିଁ ଏଇଠି ଗୋଟିଏ ସୁନ୍ଦର ଯୁକ୍ତି ଆଜ୍ଞା। ଶିବଙ୍କର ମୁଣ୍ଡରେ ଗଙ୍ଗା, ଗଙ୍ଗା ଶିବଙ୍କର ମୁଣ୍ଡରେ ଅର୍ଦ୍ଧଚନ୍ଦ୍ର ଆଜ୍ଞା କି ନାହିଁ ଆଜ୍ଞା? ହଁ ନାଇଁ କି? ହଁ ଆଚ୍ଛା, ଶିବଙ୍କର କଣ୍ଠରେ ନୀଳବର୍ଣ୍ଣ, ନୀଳକଣ୍ଠ ନୀଳକଣ୍ଠ। ଆଜ୍ଞା ଶିବଙ୍କର ତୃତୀୟ ନୟନ ଅଗ୍ନିକଣାରେ କନ୍ଦର୍ପ ଭସ୍ମ। କନ୍ଦର୍ପ ଭସ୍ମ ଏକଥା ଯଦି ସତ, ହଁ ତାହେଲେ ଗଙ୍ଗା କ'ଣ ପାଞ୍ଚଟା କି? ନା ଗୋଟେ ହେଇଥିବ ତ ଶିବଙ୍କର ତ ପାଞ୍ଚଟି ମୁଣ୍ଡ ଆଜ୍ଞା କି ନାହିଁ ଆଜ୍ଞା? ହଁ 55 ବୋଲି ତାଙ୍କୁ ଆପଣମାନେ କହୁଛନ୍ତି। ହଁ କ'ଣ ପାଞ୍ଚଟା ଜଟରୁ ପାଞ୍ଚ ଧାରା ଏଇ ଗଙ୍ଗା ବୋହିଛି କି? ନା ଗୋଟେ ଗୋଟିଏ ଧାରା ବୋହିଛି। ଗୋଟେ ଶିବଙ୍କର ମସ୍ତକରେ ଚନ୍ଦ୍ର, ଚନ୍ଦ୍ର ଯାହାକୁ ଆପଣ ଭାଲଚନ୍ଦ୍ର ବୋଲି କହୁଛନ୍ତି ହଁ। ବା ଚନ୍ଦ୍ର ମୌଳି ବୋଲି କହୁଛନ୍ତି। ହଁ ଚନ୍ଦ୍ର କ'ଣ ଆଜ୍ଞା ପାଞ୍ଚଟା କି? ଗୋଟେ ଶିବଙ୍କର ଗୋଟିଏ ମୁଣ୍ଡରେ ଚନ୍ଦ୍ର ଅଛି। ସେ ମୁଣ୍ଡଟା କିଏ? ଶିବଙ୍କର ତୃତୀୟ ନୟନରୁ ଅଗ୍ନି ବାହାରେ। ଯଦି 5 ମୁଣ୍ଡର ତୃତୀୟ ନୟନରୁ ଅଗ୍ନି ବାହାରୁଥାନ୍ତା, ତାହେଲେ କେବଳ କନ୍ଦର୍ପ ମଲା କିଆଁ? ଆଲୋକ ତ ତିର୍ଯ୍ୟକ ଗତି କରିପାରିବନି, ଆଲୋକର ଗତି ସରଳ ଗତି। ଆଲୋକ ଆପଣ ଗୋଟେ ଟର୍ଚ୍ଚ ମାରିବେ, ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ପଏଣ୍ଟଟା ପଡ଼ିବ ନା ଏଣେ ତେଣେ ହେଇ ପଡ଼ିବ? ଯଦି ଶିବଙ୍କ ନୟନ ନିର୍ଗତ ଅଗ୍ନିକଣାରେ କନ୍ଦର୍ପ ଭସ୍ମ ହେଲା, ଯଦି 5 ମୁଣ୍ଡର 5ଟା ଅଗ୍ନିକଣା ବାହାରିଥାନ୍ତା, ତାହେଲେ ସେଥିରେ ତ ଜୟ ବିଜୟ ମରିଥାନ୍ତେ, ପାର୍ବତୀ ମରିଥାନ୍ତେ, ଋତୁରାଜ ବସନ୍ତ ମରିଥାନ୍ତା, ଶିବର ଏଇ ଯେଉଁ କନ୍ଦର୍ପର ପତ୍ନୀ ରତି ବି ମରିଥାନ୍ତା। ତାହେଲେ କେବଳ କନ୍ଦର୍ପ ମଲା, ଏଥିରେ ସ୍ପଷ୍ଟ ଅନୁମୟ ଶିବଙ୍କର ଗୋଟିଏ ମୁଣ୍ଡର ଅଗ୍ନିପୁରାରେ। ସେ ମୁଣ୍ଡଟା କିଏ? ଇଏ ହେଉଛି ପାଲା। ସେତେବେଳେ ବିଜ୍ଞ ଗାୟକମାନଙ୍କର ଇଏ ହେଉଛି ପାଲା। ଶିବଙ୍କର ଯେଉଁ 5ଟା ମୁଣ୍ଡ, ସେ 5ଟା ମୁଣ୍ଡର ନାଁ କ'ଣ? ସେ 5ଟା ମୁଣ୍ଡର ପୂଜା ବିଧି କେମିତି? ଶିବ ମନ୍ଦିରକୁ ଯାଇ ମାଳି ଭୋଗ ଥାଳି ଥୋଇ ଦେଇ ତାଳି ମାରିଦେଲା, ହେ ବାନାମ୍ବର, ହେ ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ କର। ଶିବ ପୂଜା ନୁହଁ। ନାଇଁ କେମିତି ଶିବ ପୂଜା କରାଯାଏ? କେମିତି ଶିବଙ୍କର 5 ମୁଣ୍ଡର ନାଁ କ'ଣ ଆଗ ଶୁଣିବା, ତାପରେ ଶିବ ପୂଜା କେମିତି କରାଯାଏ ମୋ ମା ମାନେ ଶୁଣିବା। ସୋମବାର ଦିନ ଭୋଗ ଥାଳି ଧରି ଧାଇଁ ଯାଉଛ ମନ୍ଦିରକୁ, ମାଳି ମା 10 ଟଙ୍କା ଦକ୍ଷିଣା ଦେ, ଦକ୍ଷିଣା ଦଉଛ। ଜାଣୁଛ ଶିବ ପୂଜା କେମିତି ହୁଏ? ଟିକେ ମନ ଦେଇକିରି ବୁଝ ମା ମାନେ। ସେ ଶିବଙ୍କର 5 ମୁଣ୍ଡର ନାଁ କ'ଣ? କ'ଣ କହିଲେ କବି? କ'ଣ କହିଲେ କବି? କହିଲେ ଶୈବ ପୁରାଣ ବ୍ୟାସ, ଈଶାନ ଚାପି ଅଘୋର ସଦ୍ୟଜାତ ବାମ ଦେବତା ତତ୍ପୁରୁଷସ୍ୟ ପଞ୍ଚମେ ଶମ୍ଭୁମୁଖ ନାମ କ୍ରମା। ଶିବଙ୍କର 5 ମୁଣ୍ଡର ନାଁ ହେଲା ଗୋଟିଏ ଈଶାନ, ଗୋଟିଏ ଅଘୋର, ଗୋଟିଏ ସଦ୍ୟଜାତ, ଗୋଟିଏ ବାମ ଦେବତା, ଆଉ ଗୋଟିଏ ତତ୍ପୁରୁଷ। ମୋ ବିଚାରକ ମଣ୍ଡଳୀ, ୟାକୁ ଯଥାକ୍ରମେ ପୂର୍ବ ମୁଣ୍ଡ, ପଶ୍ଚିମ ମୁଣ୍ଡ, ଉତ୍ତର ମୁଣ୍ଡ, ଦକ୍ଷିଣ ମୁଣ୍ଡ ଏବଂ ଊର୍ଦ୍ଧ୍ୱ ମୁଣ୍ଡ ବୋଲି କୁହାଯାଇଛି। କୁହାଯାଇଛି ଏ ମୁଣ୍ଡକୁ କେମିତି ପୂଜା କରାଯାଏ? କେମିତି?
ब्राह्मण माने नैष्ठिक वेदज्ञ ब्राह्मण माने आपणक निकटରେ प्रसिद्ध शैव क्षेत्र ହଁ କପିଳାସ बाबा चंद्रशेखरଙ୍କର क्षेत्र ହଁ केमिति पूजा करा जाए କେମିତି ना उत्तरे चाक्षतं दद्यात् च दक्षिणे चाभिषेचनं नैवेद्यादि पूर्वमुण्डं च पत्र पुष्पं च पश्चिम इत्यर्भिमर्चयति मुखं च जपोतर्ध मुखं कुर्यात् शिवंकर उत्तर मुंडरे प्रथमे अक्षत बा अरुआ तौल पड़ी संकल्प हुए ସଂକଳ୍ପ କରାଯାଏ दक्षिणे चाभिषेचन ଅଭିଷେଚନ शिवंकर दक्षिण मुंडरे ଆଜ୍ଞା क्षीर किंबा नीर अभिषेक कराଯାଏ କରାଯାଏ नैवेद्यादि पूर्व मुंड ପୂର୍ବମୁଣ୍ଡ शिवंकर पूर्व मुंडरे ହଁ भोग लागि कराଯାए ବାସ୍ पत्र पुष्पं च पश्चिम ପଶ୍ଚିମ शिवंकर पश्चिम मुंडरे ଆଜ୍ଞା फूल बेलपत्र दिया जाए ଦିଆଯାଏ जपोतर्ध मुखं कुर्यात् शिवंकर ऊर्ध्व मुंड को जप कराଯାए କରାଯାଏ कि नहीं आज्ञा ଆଜ୍ଞା अच्छा को मुंडरे चंद्र अच्छी ହଁ को मुंडरे अग्नि अच्छी ବାସ୍ को मुंडरे गंगा अच्छी को कंठ नीलवर्ण धारण करछि शिवंकर 5 मुंड नुह शिवंकर 6 मुंड ମାନେ ଆହୁରି କେନା ମିଳିଲା ଆମେ ତ ଦେଖୁଛୁ 5ଟା ମୁଣ୍ଡ शिवंकर 6 मुंड आज्ञा ନୂଆ କଥା କହୁଛ ଆଉ प्रलयामल बिंदु कुंद धवलंग क्षीर फेन प्रभं भस्माभ्यंगमनंग देह दहनं ज्वालार बड़ी लोचन ब्रह्मेन्द्रादि मरुदुगणे स्तुतिर परैरभ्यर्चितं जोगिरिभि वंदे अहं सकल कलंक रहितं शंभुर्मुख पश्चिम शिवंकर पश्चिम मुंडर अग्निकणा नयनरू अग्नि निर्गत ही कंदर्प भस्म पश्चिम मुंडरे अग्नि अच्छी गौरं कुंकुमं पिंगलं सुतिलकं व्यापाण्डु गंडस्थलं भ्रूविक्षेप कटाक्ष वीक्षण रसक्त संसक्त कर्णोत्पलं वंदे सुरनरा नागादि नरेन्द्रं मुनीन्द्रै देवगणै शशांक स्वर्णिभं सकल समिधि शंभुर्मुखस्य उत्तर शिवंकर उत्तर मुंडरे चंद्र अच्छी ଚନ୍ଦ୍ର शिवंकर उत्तर मुंडरे गंगा अच्छी ଗଙ୍ଗା शिवंकर पूर्व मुंडरे चंद्र अच्छी ଚନ୍ଦ୍ର बाबू ଆଜ୍ଞା शिवंकर 6टा मुंड केमिति 6ଟା ମୁଣ୍ଡ କ'ଣ खाली कहले आपण ग्रहण करनेबे ନା ତା ପ୍ରମାଣ ग्रहण करनेबे कि କ'ଣ बिना प्रमाण रे ग्रहण करनेबे कौन कहले कहले कौन भी कौन कहले कहले जंगदेवासुर पूजितं मुनिरि गणै समारक तारा गणै पूर्णांगा बुज पुष्प नाग बकुलै व्यासार्धि सेवितं नित्यं ध्यानं समस्त दीप्तिकरणं कालागिनी रौद्र पर तत्संहार हरं नमामि सततं पाताल षष्ठमुख शिवंकर गोटे मुंड आज्ञा पाताल को अच्छी सेटा उह्य मुंड तेणुक शिवंकर 6 मुंड बोली प्रमाण आपण मानकर व्यास संस्कृत शैव पुराण लिखे ବାବା मो विचारक मंडल गंगांकर विच्छेदरे मर्मा होती राजा शंतनु ଶାନ୍ତନୁ किमिति विच्छेद तांको हारिला କାହିଁକି किमिति से विच्छेदी हेले ହଁ काहींकी विच्छेदी हेले କାହିଁକି बाबू ଆଜ୍ଞା शांतनु काहींकी गंगा को विवाह कले କାହିଁ ବିବାହ କଲେ तार कारणटा होछि वशिष्ठंकर कामधेनु को चोरी करिबा पाई स्वर्गरु आसीथिबा 8 जण बसु ताकू अष्टबसु कहा जाए सेमानकर जे सानो ता नाटी होछि दिउ ता स्त्री ना होछि जितावती सेमाने चाहिले जे कामधेनु बसी नंदिनी के आमे नहीं जिबा जेतेबेले नबाकू चेष्टा कले सेमाने परास्त हेले कामधेनु नंदिनी को द्वारा ताकू वशिष्ठ अभिशाप देले तमे स्वर्गर देवता हई लोभर वशवर्ती हई जो कुकर्म करिछ से कुकर्मर फल तमे ए मर्त्य रे माया जंजाल रे छंती हई मरिबो 8 जण बसु आज्ञा पड़ी गले वशिष्ठଙ୍କ पाद ପାଦ ତଳେ कहले आज्ञा हम मुक्तिर बाट कोन କ୍ଷମା କରିଦେବେ कौन कले आमे मुक्ति हबु एही समय वशिष्ठ कहिले गंगा को गर्भरु जेबे होइब जनम
ଗଙ୍ଗାରେ ବିସର୍ଜିତ ହେଲେ ହେବ ପୂର୍ଣ୍ଣ କାମ। ତମେ ଯଦି ଗଙ୍ଗାଙ୍କ ଗର୍ଭରୁ ଜନ୍ମ ହେଇ ଏ ଗଙ୍ଗା ଗର୍ଭରେ ଲୀନ ହବ ତେବେ ତାହେଲେ ତମମାନଙ୍କର ମୁକ୍ତି। କିନ୍ତୁ ଏ ଯୋଉ ଗିଉ ସାନ ୟାର ମୁକ୍ତି ନାହିଁ। ତାର ମୁକ୍ତି ନାହିଁ କାହିଁକି? ୟାର ମୁକ୍ତି ନାହିଁ। ଇଏ ନାରୀ ପ୍ରେମରେ ବଶ ହୋଇ ଯେଉଁ କୁକର୍ମ କରିବାକୁ ଯାଇଛି ହଁ। ତମମାନଙ୍କୁ ପ୍ରଭାବିତ କରେଇ ବେଶ। ତା ଶେଷ ଜୀବନ ପର୍ଯ୍ୟନ୍ତ ସିଏ ଗୋଟେ ନିନ୍ଦିତ ଚରିତ୍ରରେ ବଞ୍ଚିବ। ଜୀବନରେ ସ୍ତ୍ରୀ ସଙ୍ଗ କରିପାରିବ ନାହିଁ। ପାରିବ ନା? ନାରୀ ମୁଖ ଚାହିଁପାରିବ ନାହିଁ। ଇଏ ଗୋଟେ ନନ୍ଦିତ ଚରିତ୍ର ହିଁ ବଞ୍ଚିବ। ମୋ ବିଚାରକ ମଣ୍ଡଳୀ, ତେଣୁ କରି ଗଙ୍ଗାଙ୍କୁ ଯାଇ ପ୍ରାର୍ଥନା କଲେ ଅଷ୍ଟବସୁ ଯେ ମା ତମେ ଆମକୁ ଉଦ୍ଧାର କର। ଗଙ୍ଗା ବିବାହ କଲେ ଶାନ୍ତନୁକୁ। ସହିତ ସର୍ତ୍ତ ରହିଲା, ଗଙ୍ଗା କହିଲେ ଥିବି, ଗାଙ୍ଗୀ କହିଲେ ଯିବି। ଯେତେ ଦିନ ପର୍ଯ୍ୟନ୍ତ ତମେ ମୋ ସର୍ତ୍ତ ମାନୁଥିବ ସେତେ ଦିନ ପର୍ଯ୍ୟନ୍ତ ମୁଁ ତମର ସ୍ତ୍ରୀ ହେଇ ରହିବି। ଯେତେବେଳେ ତମେ ମୋର ସର୍ତ୍ତର ଅବମାନନା କରିବ ସେତେବେଳେ ମୁଁ ତମକୁ ତ୍ୟାଗ କରି ଚାଲିଯିବି। ରାଜି ହେଲେ ରାଜା ଶାନ୍ତନୁ। ଗଙ୍ଗାଙ୍କ ସହିତ ଶାନ୍ତନୁଙ୍କ ବିବାହ ହେଲା। ବାବୁ, ପ୍ରତିବର୍ଷ ଗୋଟିଏ ଲେଖେ ପିଲା ଜନ୍ମ ହୁଅନ୍ତି। ପିଲାଟିଏ ଜନ୍ମ ହେଲେ ଗଙ୍ଗା ନେଇ ତାକୁ ଗଙ୍ଗାରେ ବିସର୍ଜନ କରିଦିଅନ୍ତି। ଯେତେବେଳେ ଅଷ୍ଟମ ସନ୍ତାନ ଜନ୍ମ ହେଲା, ଯେତେବେଳେ ଗଙ୍ଗା ନେଇ ପିଲାଟିକି ଭସେଇ ଦେବାକୁ ଯାଆନ୍ତି, ଏହି ସମୟରେ ଶାନ୍ତନୁ ଗଙ୍ଗାଙ୍କୁ ପ୍ରାର୍ଥନା କରି କହିଲେ, କ'ଣ କହିଲେ? ଆଉ ବୟସ ମୋର କାହିଁ, ଆଉ ବୟସ ମୋର କାହିଁ, ପାରିବି ପୁତ୍ର ଉପଯାଇ ପାରିବି। ମୋର ଆଉ ବୟସ ଅଛି, ବାର୍ଦ୍ଧକ୍ୟ ଅବସ୍ଥା ଆସିବ, ଆଉ ପୁତ୍ର ଉପଜେଇବାର କ୍ଷମତା ନାହିଁ। ମୋ ବଂଶ ବୁଡ଼େଇ ଦିଅନି ଗଙ୍ଗା, ଏହି ପିଲାଟିକି ରଖ। ଯେତେବେଳେ ଏକଥା ଶାନ୍ତନୁ କହିଲେ, ଗଙ୍ଗା କହିଲେ ରାଜା ସର୍ତ୍ତ ଭଙ୍ଗ କଲ, ଆଜି ମୋର ବିରୋଧ କଲ, ଆଜିଠାରୁ ମୁଁ ଚାଲି ଯାଉଛି। ଏ ପିଲା ଯେତେବେଳେ ତମ ପାଇଁ ଯୋଗ୍ୟ ହବ ସେଇ ସମୟରେ ସେତେବେଳେ ତମକୁ ଦେଇଦେବି। ଦେଇଦେବି। ଚାଲିଗଲେ ଗଙ୍ଗା। ଯେତେବେଳେ ଗଙ୍ଗା ଅନ୍ତରିତ ହେଇଗଲେ, ଗଙ୍ଗାଙ୍କର ବିଚ୍ଛେଦରେ ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଲେ ରାଜା ଶାନ୍ତନୁ। ମୋ ବିଚାରକ ମଣ୍ଡଳୀ, ଏଇଠି ଆପଣମାନେ ସବୁ ପାଲାବାଲାମାନଙ୍କୁ ପ୍ରଶ୍ନ କରନ୍ତିନି? ମୋ ଭାଇମାନେ, ମୋ ଶିକ୍ଷିତ ଭାଇମାନଙ୍କୁ କହିବି, ମୋ ଉତ୍ସାହୀ ଯୁବକ ଭାଇମାନଙ୍କୁ, ଆପଣମାନେ ପାଲାବାଲାମାନଙ୍କୁ ପ୍ରଶ୍ନ କରନ୍ତି, ଗୋଟାଏ ସ୍ତ୍ରୀ ତା ସ୍ୱାମୀ ମରିଗଲା, ସେ ବିଧବା ହେଇଗଲା, ଧଳା ଲୁଗା ପିନ୍ଧିଲା, ହାତରେ ଶଙ୍ଖା ନାହିଁ, ମଥାରେ ସିନ୍ଦୁର ନାହିଁ, ଆମେ ଜାଣିବୁ ସେ ବିଧବା କି ନାହିଁ? କିନ୍ତୁ ଗୋଟେ ପୁରୁଷର ସ୍ତ୍ରୀ ମରିଗଲା, ଆମେ କେମିତି ଜାଣିବୁ ତାର ସ୍ତ୍ରୀ ନାହିଁ ବୋଲି? ପଚାରନ୍ତିନି ମଉସା ପାଲାବାଲାମାନଙ୍କୁ ପ୍ରଶ୍ନ ପଚାରନ୍ତିନି? ତା ଉତ୍ତରଟା କ'ଣ ହେବ? କ'ଣ ହେବ ତା ଉତ୍ତରଟା? କି ଉତ୍ତର ଦେଇ ଗୋଟେ ପାଲାବାଲା ଆପଣମାନଙ୍କୁ ସନ୍ତୋଷ କରାଇପାରିବ? ସଂକେତ ଅଛି। ଠିକ୍ କହିଲେ ମଉସା, ତାର ସଂକେତ ଅଛି। କ'ଣ ସେ ସଂକେତ? ଗୋଟେ ସୁନ୍ଦର ଶ୍ଲୋକ ଗାଉଛି, ଟିକେ ଧ୍ୟାନ ଦେଇ ଶୁଣନ୍ତୁ। କ'ଣ କହିଲେ? କହିଲେ ଚନ୍ଦ୍ରଚଣ୍ଡ କରାୟତେ ମୃଦୁଗତି ଭାତୋପି ବଜ୍ରାୟତେ, ମାଳା ସ୍ୱଚ୍ଛି କୁଳାୟତେ ମଳୟ ଜାଳ ପିସ୍ଫୁଲିଙ୍ଗାୟତେ, আলোক তিমিরান ধয়েছে বিধি বসাত প্রাণপি ভরাইছে, হস্ত প্রমোদা বিয়োগ সময় সে সংহার করাইতে। ଯେଉଁମାନେ ବିରହୀ ପୁରୁଷ ସେମାନଙ୍କର ଲକ୍ଷଣ କ'ଣ? ଚନ୍ଦ୍ରଚଣ୍ଡ କରାୟତେ, ଆମକୁ ଚନ୍ଦ୍ରକିରଣଟା ଶୀତଳ ଲାଗିଲା ବେଳେ ତାକୁ ପ୍ରଚଣ୍ଡ ଲାଗିବ। ପ୍ରଚଣ୍ଡ। ଚନ୍ଦ୍ରଚଣ୍ଡ କରାୟତେ ମୃଦୁଗତି ବାତ, ମୃଦୁଗତି ବାତ ମାନେ ଧୀର ପବନ, ଆମକୁ ଶୀତଳ ଲାଗିଲା ବେଳେ ତାଙ୍କୁ ବଜ୍ର ମାଇଲା ଭଳିଆ ଲାଗିବ। ମାଳା ସ୍ୱଚ୍ଛି କୁଳାୟତେ, ଫୁଲମାଳଟିଏ ପକେଇଲେ ଆମକୁ ଆନନ୍ଦ ଲାଗେ, ତାଙ୍କୁ ଛୁଞ୍ଚି ଫୋଡ଼ି ହେଲା ଭଳି ଲାଗିବ। ମଳୟ ଜାଳ ପିସ୍ଫୁଲିଙ୍ଗାୟତେ, ମଳୟ ପବନ ଆମକୁ ଆମୋଦ ଦେଲା ବେଳେ ତାଙ୍କର ଦେହ ଜଳିଗଲା ଭଳି ଲାଗିବ। ଆଲୋକ ତିମିରାନ୍ଧ ହେସେ, ଆଲୋକଟା ତାକୁ ଅନ୍ଧାର ଭଳି ବୋଧ ହବ। ପ୍ରାଣପି ଭରାୟତେ, ଜୀବନ ଦୁର୍ବିଷ ହେଇପଡ଼ିବ। হা হন্ত প্রমোদা বিয়োগ সময় সংহার কলায়তে, ଯେଉଁମାନଙ୍କର ପ୍ରମୋଦା ବିୟୋଗ ଘଟିଛି ସେମାନଙ୍କର ସଂହାର ସମୟ ଆସି ଯାଇଛି। ଆଜି ରାଜା ଶାନ୍ତନୁଙ୍କର ସେଇ ଅବସ୍ଥା। ଯମୁନା କୂଳରେ ବୁଲିଲା ବେଳେ ଲକ୍ଷ୍ୟ ପଡ଼ିଗଲା କାହା ଉପରେ? ଯୋଜନଗନ୍ଧା ନା, ଯୋଜନଗନ୍ଧା କେଉଟୁଣୀ ଝିଅ ଉପରେ। କ'ଣ ଭାବୁଛନ୍ତି? କ'ଣ ଭାବିଲେ?
କ'ଣ ଭାବୁଛନ୍ତି? ଜାଣିବା ଗୋଟିଏ ଚୌପଦୀ ଗାଉଛି ଭାଇ। ହଉ ଆପଣମାନଙ୍କର ଗୋଟାଏ ଗୀତରେ 120ଟା ଉପମା। ବାଃ ବାଃ ଆଜିକାଲି ସେମିତି ଗୀତ ଅଛି ଆଉ। ଗୋଟାଏ ଗୀତରେ 120ଟା ଉପମା। ଉପମା କ'ଣ କହିଲେ କବି? କଣ କହିଲେ ଧନ୍ୟ ସୁକାନ୍ତି ପ୍ରେମ ଶିଳାରେ ନବବାଳା ସୁକାନ୍ତି ପ୍ରେମ ଶିଳାରେ ନବବାଳା ଚଳାବତୀ ଚଳା ପାଙ୍ଗି ଛଇଳା ଘନ କୁନ୍ଦଳା ଛଇଳା ଘନ କୁନ୍ଦଳା ଧନ୍ୟ ସୁକାନ୍ତି ପ୍ରେମ ଶିଳାରେ ନବବାଳା। ରାଜା ଶାନ୍ତନୁ ଭାବୁଛନ୍ତି ଧନ୍ୟରେ ସୁକାନ୍ତି। ଏକ ଧନ୍ୟ ସୁକାନ୍ତି ପ୍ରେମଶିଳା 2 କଳାବତୀ 3 ଚଳାପାଙ୍ଗି 4 ଛଇଳା 5 ଘନ କୁନ୍ତଳା 6 ଗୋଟେ ପଦରେ 6ଟା ଉପମା। ଉପମା ରେ ଉପମା କାନ୍ତି ରେ ଉତ୍ତମ କାନ୍ତି ଯୁକ୍ତା ପ୍ରେମଶିଳା ପ୍ରେମଶିଳା ରେ ପ୍ରେମ ଶାସ୍ତ୍ର ବିଜ୍ଞାନ ବାଃ କଳାବତୀ ହଁ ସମସ୍ତ କଳାରେ ପାରଦର୍ଶିତା ଲାଭ କରୁଥିବୁ ବୋଧେ। ଚଳାପାଙ୍ଗି ଯାହାର ନୟନର ଖେଳା ଅତ୍ୟନ୍ତ ଆମୋଦଦାୟକ। ଛଇଳା ନବଯୌବନୀ ଘନ କୁନ୍ତଳା ମସ୍ତକରେ ଯାହାର କୁଞ୍ଚିତ ଘନ କଳା କେଶ। ବିରଞ୍ଚି ରଚିବା ସାର ସୁନ୍ଦରୀ ଯେତେ ରସାର ସୁନ୍ଦରୀ ଯେତେ ବାକାର ସୁନ୍ଦରୀ ଯେତେ ବାକାର ପୁରନ୍ଦରୀ ପଦ ନେବ ପୁରନ୍ଦରୀ ପଦ ନେବ ତନୁଶ୍ରୀକୁ ଦେଲେ ଚାହିଁ ନ ଫେରେ ଡୋଳା ତନୁକୁ ଦେଲେ ଚାହିଁ ନ ଫେରେ ଡୋଳା ସେ କରାଇଛି ଚାରି ଚନ୍ଦ୍ର যতনে শ্রী মুখে মেলা জগতে কি মুখে মেলা ধন্য সুকান্তি প্রেম শিলারে নববালা। বিরঞ্চি রচিবা সার ব্রহ্মাঙ্ক দ্বারা এ সৃষ্টিরে সৃষ্টি হইতিবা যেতে সুন্দরী অছন্তি সেମାନଙ୍କ ভিতরে তু হউଛୁ পুরন্দরী। পুরন্দরী অর্থাৎ ইন্দ্রাণী। ଇନ୍ଦ୍ରାଣୀ ଇନ୍ଦ୍ରାଣୀ ଗଲା ଗୋଟିଏ ଉପମା 7 ଉପମା ହେଲା। ବିରଞ୍ଚି ରସିବା ସାର ସୁନ୍ଦରୀ ଯେତେ ସଂସାର ପୁରନ୍ଦରୀ ତନୁଶ୍ରୀକୁ ଦେଲେ ଚାହିଁ ନ ଫେରେ ଡୋଳା ଯାହାର ତନୁକୁ ଚାହିଁ ଦେଲେ ଆଉ ଆଖି ଫେରେଇ ହବନି। ହେବ ନା କରାଇଛି ଚାରିଚନ୍ଦ୍ର ଯତନେ ଶ୍ରୀମୁଖ ମେଳା ତାର ମୁହଁରେ ବିଧାତା 4ଟା ଚନ୍ଦ୍ରକୁ ଏକାଠି କରୁଛି। ସେ 4ଟା ଚନ୍ଦ୍ର କିଏ? ସେ ନା ଅଧର ହେଉଛି ଦ୍ୱିତୀୟ ଭୁଲତା ହେଉଛି ଦ୍ୱିତୀୟ ଚନ୍ଦ୍ର, ଅଧର ହେଉଛି ଚତୁର୍ଥୀ ଚନ୍ଦ୍ର, କପାଳ ହେଉଛି ଅର୍ଦ୍ଧଚନ୍ଦ୍ର, ମୁଖ ହେଉଛି ପୂର୍ଣ୍ଣଚନ୍ଦ୍ର। ସେତିକି ଥାଉ ଆଜ୍ଞା। ଏ ସମ୍ପୂର୍ଣ୍ଣ ଗୀତଟି ଗାଇଲା ବେଳକୁ ଗୋଟିଏ ଥାକ ପାଲା ଚାଲିଯିବ, ଗୋଟିଏ ଥାକ ପାଲା ଚାଲିଯିବ। ଆପଣମାନଙ୍କୁ ମୁଁ ଆଉ ଗୋଟିଏ କଥା କହିବି କ'ଣ ନା ରାଜା ଭାବୁଛନ୍ତି ପାଲା ଗାୟକ ମାନେ ଅଳଙ୍କାରରୁ ଅଳଙ୍କାର କେମିତି ଗାଆନ୍ତି। ପୁରୁଣା କାଳିଆ ଗାୟକମାନେ ଅଳଙ୍କାରରୁ ଅଳଙ୍କାର କେମିତି ଗାଉଥିଲେ ଏବଂ ତା କେଡ଼େ ହୃଦୟସ୍ପର୍ଶୀ ଥିଲା, ତା କେଡ଼େ ଗ୍ରହଣଯୋଗ୍ୟ ଥିଲା ଆପଣମାନେ ବିଚାର କରନ୍ତୁ। ବାଃ ଶୁଣ ଶୁଣ କୁହ ଗୋଟିଏ ପଦ ଗାଇବି, ଗୋଟିଏ ପଦ ଗାଇବି। କ'ଣ କହୁଛି? କ'ଣ ରାଜା ଭାବୁଛନ୍ତି, ହଁ ରାଜା ଭାବୁଛନ୍ତି ଶାନ୍ତନୁ ଏ ସୁନ୍ଦରୀଟି କିଏ? କିଏ? ଆଗ ଗୋଟିଏ ପଦ ଗାଇ ସାରେ ତାପରେ ଗାଇବି କାହିଁକି ଆସୁଛି ଏକା ଏ କାହାର ଶିକା କାହିଁକି ଆସୁଛି ଏକା କାହାର ଶିକା କାହିଁକି ଆସୁଛି ଏକା। ମୋ କହିବାର ଉଦ୍ଦେଶ୍ୟ କ'ଣ? ମୋ ମା ମାନେ ହଁ ଯେତେବେଳେ ଚନ୍ଦନ ବନରେ ଆଜ୍ଞା ମଳୟ ଲାଗେ ଲାଗିଲା କେବଳ ଚନ୍ଦନ ଗଛ ଚନ୍ଦନ ଚନ୍ଦନ ବାସେନି, ସାରା ସେ ଜଙ୍ଗଲର ସବୁ ଗଛ ବି ଚନ୍ଦନ ଚନ୍ଦନ ବାସେ। ବାସିବ କହିବାର ତାତ୍ପର୍ଯ୍ୟ ମହତ ଲୋକମାନଙ୍କର ସଂସ୍ପର୍ଶରେ ଆସିଲେ ସାଧାରଣ ଲୋକଟିଏ ବି ମହତ ହେଇଯାଏ, ମହତ ହେଇପାରେ। ସାଧାରଣ ଲୋକଟିଏ ବି ପୂଜ୍ୟ ହେଇଯାଏ। ତାର ଗୋଟିଏ ଜ୍ୱଳନ୍ତ ଦର୍ଶନ ଏଇ ଚୌପଦୀଟି। ହଁ। କାନ୍ତି ତାକେ ତକି ଦେଖି କାନ୍ତି ତାକେ ତୋକି ଦେଖି ଏ ଲଭିବ ଶଙ୍କା କାହିଁକି ଆସୁଛି ଏକା କାହାର ଶିକା କାହିଁକି ଆସୁଛି ଏକା। ରାଜା ଶାନ୍ତନୁ ଭାବୁଛନ୍ତି ଏ ରସିକାଟି କିଏ? କିଏ ରେ? ୟାର କାନ୍ତିକି ଦେଖିଲେ କେତକୀ ଫୁଲ ବି ଲାଜରେ ମଉଳିଯିବ। ମଉଳିଯିବ। ଆଉ କ'ଣ ହବ? କ'ଣ? କାତର ହୋଇବେ ଯୋଗୀ କାମ ଭୂତ ଯିବ ଲାଗି କାତର ହୋଇବେ ଯୋଗୀ କାମ ଭୂତ ଯିବ ଲାଗି କାନ୍ତ ନାଙ୍ଗି କରି
କାତର ହୋଇବେ ଯୋଗୀ ଅଷ୍ଟାଙ୍ଗ ସାଧନକାରୀ ଯୋଗୀ ହେଇଥିଲେ ମଧ୍ୟ ତା ଯୋଗରେ ବିଚ୍ୟୁତି ଘଟିଛି ଯଦି ଏ କାଞ୍ଚନାଗି ଟିକେ ଆଡ଼ ନୟନରେ ଚାହିଁଦେବ ତାହେଲେ ଯୋଗୀର ଯୋଗ ମଧ୍ୟ ବିଚ୍ୟୁତି ହେଇଯିବ ଲେଖକ କିଏ କାଳିକା ପଦ ସରୋଜ କାପୁନରେ ଦେବରାଜ କାଳିକା ପଦ ସରୋଜ କାପୁନରେ ଦେବରାଜ କାନନେ ସଭାରେ ଆଦ୍ୟ କାନନେ ସଭାରେ ଆଦ୍ୟ ପ୍ରାନ୍ତରେ କାକା କାହିଁକି ଆସିଛି ଏକା କାହାର ଶିକାର କାହିଁକି ଆସିଛି ଏକା କାଳିକା ପଦ ସରୋଜ କାର୍ପୁଣ୍ୟରେ ଦେବରାଜ କାନନେଶ କାନନେଶ ବୋଲନ୍ତି ସିଂହ କବିଙ୍କ ନାଁ ହେଉଛି ଦେବରାଜ ସିଂହ ଖଜୁରୀପଦାରେ ଘର ଗୋପାଳ ପଣ୍ଡା ଅନନ୍ତ ପଣ୍ଡାଙ୍କ ସଂସ୍ପର୍ଶରେ ଆସି ଗୋଟେ ସାଧାରଣ ଲୋକ ବି କବି ହେଇଗଲା ମୋ ବିଚାରକ ମଣ୍ଡଳୀ ରାଜା ଭାବୁଛନ୍ତି ଆଜ୍ଞା ଅଳଙ୍କାରରୁ ଅଳଙ୍କାର ଗାଇବାର ପଦ୍ଧତିଟା କେମିତି ପାଲାବାଲା ମାନେ କରିଥିଲେ କ'ଣ କହିଲେ ରାଜା ଭାବୁଛନ୍ତି ଧନ୍ୟ ଧନ୍ୟ ରସ ନିଧିରେ ତୋତେ ଗଢ଼ି ଅଛି କେଉଁ ବିଧିରେ ଇଏ ତୋତେ ଦେବା ଦାସ କରିବ ନାରୀଶ ଦେଇପାରୁ ସର୍ବସିଦ୍ଧିରେ ରାଜା ଭାବୁଛନ୍ତି ଧନ୍ୟରେ ରସନିଧି ତତେ କୋଉ ବିଧାତା ଗଢିଛି ତୋର ଦେବା ଦାସ ହୋଇବ ନାରୀଶ ଦେଇପାରୁ ସର୍ବସିଦ୍ଧିରେ ରେ ନାରୀ ଶ୍ରେଷ୍ଠା ଯିଏ ତୋର ସେବକ ବନିଯିବ ତୁ ତାକୁ ଦୁନିଆର ସମସ୍ତ ଐଶ୍ୱର୍ଯ୍ୟ ଦେଇବୁ ଆରେ ସେ ଝିଅଟା ଟିକେ କ'ଣ ଥିଲା ଦ୍ୱିତୀୟ ପଦରେ କବି ସଖୀ ଦେଖି ତୋର ହାସ ମଲ୍ଲିରେ ଇଏ ନାସା ମୃଗ ମଦ କଲିରେ ଆଜ୍ଞା ଯୋଗୀ ହେଲେ ମନ ଜଗି ନ ପାରିବ ଅଳପକେ ଯିବ ଭୁଲିରେ ତୋର ହାସ ମଲ୍ଲିକ ଦର୍ଶନ କଲେ ଶିବଙ୍କ ଭଳି ଅଷ୍ଟାଙ୍ଗ ସାଧନକାରୀ ଯୋଗୀ ହେଇଥିଲେ ମଧ୍ୟ ତା ତପସ୍ୟାରେ ବିଚ୍ୟୁତି ଘଟିବ ବାବୁ ଅଳଙ୍କାରରୁ ଅଳଙ୍କାର ଗାଇବାର ପଦ୍ଧତିଟା କେମିତି ତା ହସଟା କେମିତି ମୁଁ ଗୋଟିଏ ଯୁବତୀର ରୂପ ବର୍ଣ୍ଣନା ଗାଉଥିଲି ବର୍ତ୍ତମାନ ମୁଁ କହୁଛି ତା ହସଟା କେମିତି କାରଣ କବି କହିଲେ ଦେଖି ତୋର ହାସ ମଲ୍ଲିରେ ତା ହସଟା କେମିତି ଗାୟକ ମାନଙ୍କର ଅଳଙ୍କାର ଗାଇବାର ତରିକା ହଉଛି ଏଇଟା କେମିତି ସେ ହସଟା ଆପଣ ମାନଙ୍କର ଯଦୁମଣି କ୍ଷୀରସାଗର ଉଦରେ ଆଦରିଛି ନବମୁଦିର ଜ୍ୟୋତି ସଂଘ ଆଜ୍ଞା ତଣ୍ଡିଲି ସିଧବ ଧବଳେ ମିଶିଛି ଅଧବଳ ବିଶ୍ୱ କୁରଙ୍ଗ ହାତେ ରାମାର ଆଜ୍ଞା ନୀଳିମାର ନାହିଁ ସଂସାର ଏପରି ବିଦଗ୍ଧ କୀର୍ତ୍ତିଦାର ସିଦ୍ଧ ଏହି ସେହି ବାଳା ପ୍ରସ୍ତାର ଏ ଝିଅର ହସଟା କେମିତି କବି ଚିନ୍ତା କରୁଛନ୍ତି କ୍ଷୀରସାଗର ଉଦରେ ଆଦରିଛି ନବମୁଦିର ଜ୍ୟୋତି ସଂଘ ଏ ଝିଅର ହାସ ସହିତ ମୁଁ କ୍ଷୀରସାଗରକୁ ସମାନ କରନ୍ତି କିନ୍ତୁ କ୍ଷୀରସାଗର ସମାନ ହବନି କାହିଁ ସମାନ ହବନି ନା ଉଦରେ ଆଦରିଛି ନବମୁଦିର ଜ୍ୟୋତି ସଂଘ ଉଦର ବୋଲନ୍ତି ଗର୍ଭରେ ଆଦରିଛି ବୋଲନ୍ତି ଧାରଣ କରିଛି ନବ ବୋଲନ୍ତେ ନୂଆ ମୁଦିର ବୋଲନ୍ତେ ମେଘ ଜ୍ୟୋତି ବୋଲନ୍ତେ ରଙ୍ଗ ସଂଘ ଅର୍ଥାତ ସୌଭାଗ୍ୟ ନୂଆ ମେଘର ଶୋଭା ଯୋଗୁଁ ଭଗବାନ କୃଷ୍ଣ ବା ଭଗବାନ ନାରାୟଣ କ୍ଷୀରସାଗରରେ ଅନନ୍ତ ଶୟନ କରିଥିବା ହେତୁ କ୍ଷୀରସାଗର କଳଙ୍କଯୁକ୍ତ ଏ ଝିଅର ଶୋଭା ସହିତ ହସ ସହିତ ସମାନ ହବ ଚଣ୍ଡୀ ନିଷିଦ୍ଧ ହବ ଚଣ୍ଡୀ ଧବ ହେଲେ କିଏ ଶିବଙ୍କୁ ମୁଁ ସମାନ କରନ୍ତି କାରଣ ଭସ୍ମ ବିଲୋପନ ହେତୁ ତାଙ୍କ ଅଙ୍ଗ ଧଳା ଏ ଝିଅର ହସ ଧଳା କିନ୍ତୁ ଶିବ ସମାନ ହେବେନି କାହିଁ ସମାନ ହେବେନି ନା ସମୁଦ୍ର ମନ୍ଥନ ବେଳେ ବିଷପାନ କରି ତାଙ୍କର କଣ୍ଠ ନୀଳବର୍ଣ୍ଣ ଧାରଣ କରୁଛି ସିଏ ହେଉଛନ୍ତି କଳଙ୍କଯୁକ୍ତ ନିଶ୍ଚିତ ହବ ନିଶି ବୋଲନ୍ତି ରାତିର ଧବ ଯେ କି ଚନ୍ଦ୍ର ମୁଁ ଚନ୍ଦ୍ରକୁ ସମାନ କରନ୍ତି କିନ୍ତୁ ଏ ଝିଅର ହସ ସହିତ ଚନ୍ଦ୍ର ସମାନ ହେବେନି କାହିଁ ଚନ୍ଦ୍ର ସମାନ ହେବେନି ନା ଚନ୍ଦ୍ର ହେଉଛନ୍ତି କଳଙ୍କଯୁକ୍ତ ଦେଖନ୍ତୁ ଆଜ୍ଞା ଚୌପଦୀ ଯିଏ ଗାଉଥିଲି ଚୌପଦୀରୁ ଗଲି ହସୁକୁ ବର୍ତ୍ତମାନ ଚନ୍ଦ୍ର କଳଙ୍କ କ'ଣ ଚନ୍ଦ୍ର କଳଙ୍କ ନେଦଙ୍ଗନଭମଣ୍ଡଳଂ ମମ୍ବୁରାଶି ନୈଶତ ତାରା ନଚ ଫେନ ଭଙ୍ଗା ନାୟଂ ଶଶି କୁଣ୍ଡଳିତଂ ଫଣୀନ୍ଦ୍ର ନୈଶତ କଳଙ୍କଂ ଶୟନଂ ମୁରାରେ ଭୋଜରାଜଙ୍କ ଦରବାରରେ ନବରତ୍ନ ପଣ୍ଡିତଙ୍କ ମଧ୍ୟରେ ଆଲୋଚନା ଚାଲିଛି ଶ୍ରୀହର୍ଷଙ୍କର ନୈଷଧ କାବ୍ୟ ଯେଉଁ କାବ୍ୟରେ ଶ୍ରୀହର୍ଷ ଦମୟନ୍ତୀର ରୂପ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି କ'ଣ
ନା ଯେତେବେଳେ ଦମୟନ୍ତୀର ମୁଖ ବର୍ଣ୍ଣନା କରିବାକୁ ଗଲେ ବିଧାତା ପୁରୁଷ ଚନ୍ଦ୍ର ଦେହରୁ ସବୁ ସାର ବସ୍ତୁ ଗୁଡ଼ା ଖୋଳି ଆଣିବା ହେତୁ ଚନ୍ଦ୍ର ଦେହର ଗୋଟେ ଗର୍ତ୍ତ ହେଇଗଲା। ସେ ଗର୍ତ୍ତ ଦେଇ ଆକାଶର ନୀଳିମାଂଶ ଧରାସ୍ପର୍ଶ କରିବାରୁ ଆମେ ଚନ୍ଦ୍ରକୁ କଳଙ୍କ ଯୁକ୍ତ ବୋଲି କହୁଛେ। ଏହି ସମୟରେ ବାହାରିଲେ କିଏ ସିନା କ୍ଷେପଣଙ୍କ କହିଲେ ନା ଏହା ନୁହଁ। ନିଦଂ ନଭମଣ୍ଡଳଂ ଅମ୍ବୁରାସି ନ ଇଦଂ ନଭମଣ୍ଡଳଂ, ଇଏ ଆକାଶ ନୁହଁ। ଅଥ ଇଦଂ କିଂ ନା ଇଦଂ ଅମ୍ବୁରାସି, ଇଏ ହେଲା ଜଳର ସମୂହ ବା ସମୁଦ୍ର। ନୈଶତ ତାରା, ଏମାନେ ତାରା ନୁହନ୍ତି। ଅଥ ଇଦଂ କିଂ ଇଦଂ ଫେନ ଭଙ୍ଗା, ଏମାନେ ହେଲେ ସମୁଦ୍ର ତରଙ୍ଗର ଫେଣ। ନାୟଂ ଶଶୀ, ଇଏ ଚନ୍ଦ୍ର ନୁହଁ। ଅଥ ଇଦଂ ଫଣୀନ୍ଦ୍ର, ଇଏ ହେଉଛି ଅନନ୍ତ ନାଗ। ନୈଶତ କଳଙ୍କଂ ଶୟନଂ ମୁରାରେ, ଇଏ କଳଙ୍କ ନୁହଁ, ଶୋଇଛନ୍ତି ଭଗବାନ ନାରାୟଣ। ଯେତେବେଳେ କଥା କ୍ଷପଣ କହିଲେ ବାହାରିଲେ ଶଙ୍କୁ କହିଲେ ନା ନେଦଂ ନଭମଣ୍ଡଳଂ ମଧ୍ୟବର୍ତ୍ତୀ ଶୀତ କଳଙ୍କଂ କିଳ ଚନ୍ଦ୍ରମା ଗାତ୍ରେ ନିଶିଥିରି ନାୟକ ସଙ୍ଗରଙ୍ଗା ସ୍ପେଦ ସୁକ୍ତବତୀ ତ୍ୱଦଙ୍କେ। ଏ ଆକାଶରେ ଯେଉଁ ଚନ୍ଦ୍ର ଦେହରେ ତମେ କଳଙ୍କ ଦେଖୁଛ, ଇଏ କଳଙ୍କ ନୁହଁ। ଚନ୍ଦ୍ର ହେଉଛି ନାୟକ, ଅନ୍ଧାର ବା କଳଙ୍କ ହେଉଛି ନାୟିକା। ଏ ଅନ୍ଧାରର ରୂପକ ନାୟିକା ଚନ୍ଦ୍ର ପୁରୁଷ ସହିତ ପ୍ରତିକ୍ରିୟା ସମାହିତ କରିସାରିଲା ପରେ ପ୍ରତିକ୍ରିୟା ଜନିତ କ୍ଲେଶ ହେତୁ ତା ଅଙ୍ଗରେ ଶୋଇପଡ଼ିଛି, ତେଣୁକରି କଳଙ୍କ ହୋଇଯାଇଛି। ଶେଷକୁ ବାହାରିଲେ ଆପଣମାନଙ୍କର କାଳିଦାସ କ'ଣ କହିଲେ? କ'ଣ କହିଲେ? କହିଲେ ତିମିର ଭୁଜଙ୍ଗ ସଙ୍ଗାତ ଦିଗବାସା ଭୁଜଙ୍ଗୀ ତୁହିମ କିରଣ ବିମ୍ବଂ ଚାରୁ ଡିମ୍ବଂ ପ୍ରସୂତେ ବିରହି ବିଦାହ ବସ୍ତ୍ର ମସ୍ତ୍ରାଞ୍ଚଳାଳେ ପରିତାପେତେ କଳଙ୍କଂ ଛଦ୍ମନା କାଳନାଗ। ଏସବୁ ଭ୍ରାନ୍ତ। ଠିକଟା କ'ଣ? ତିମିର ଭୁଜଙ୍ଗ ସଙ୍ଗାତ ଦିଗବାସା ଭୁଜଙ୍ଗୀ, ଅନ୍ଧାର ହେଉଛି ସାପ, ପୂର୍ବ ଦିଗ ହେଉଛି ସାପର ସ୍ତ୍ରୀ। ଏ ପୂର୍ବ ଦିଗ ରୂପକ ସାପର ସ୍ତ୍ରୀ ଏ ଅନ୍ଧାର ରୂପୀ ସାପ ସହିତ ପ୍ରତିକ୍ରିୟା ସମାହିତ କରିବାରୁ ଏ ସାପ ଗୋଟିଏ ଡିମ୍ବ ଦେଇଛି, ଯେଉଁ ଡିମ୍ବ ହେଉଛି ଆକାଶର ଚନ୍ଦ୍ର ଏବଂ ଚନ୍ଦ୍ର ଦେହରେ ଯେଉଁ କଳଙ୍କ ଏ ଡିମ୍ବ ଭିତରେ ଥିବା ନାଗ। ବିଚାର କରନ୍ତୁ ଆଜ୍ଞା। ସେତେବେଳେ ପାଲାଗାୟକ ମାନେ ଆପଣମାନଙ୍କର ମନୋରଞ୍ଜନ କରିବା ପାଇଁ କେତେ କଠିନ ଶବ୍ଦମାନଙ୍କୁ କେତେ କଠିନ ଶ୍ଲୋକମାନଙ୍କୁ ଆବୃତ୍ତି କରି ଅଳଙ୍କାରରୁ ଅଳଙ୍କାର ମାଧ୍ୟମରେ ଆପଣମାନଙ୍କୁ ଆପ୍ୟାୟିତ କରୁଥିଲେ। ଛାଡ଼ନ୍ତୁ ସେ କଥା। ବିଚାରକ ମଣ୍ଡଳୀ ହେଲା କ'ଣ? ଯେ ଶାନ୍ତନୁଙ୍କ ସହିତ ଗଙ୍ଗାଙ୍କର ବିଚ୍ଛେଦ ହେଇଛି। ଦେଖିଦେଲେ କିଏ? ନା ସତ୍ୟବତୀ। ଯେତେବେଳେ ଯୋଜନ ଗଙ୍ଗାକୁ ଦେଖିଦେଲେ ବିରହ ଜ୍ୱାଳାରେ ଦଗ୍ଧୀଭୂତ ହେବାକୁ ଲାଗିଲେ ରାଜା ଶାନ୍ତନୁ। ଦିନକୁ ଦିନ ଶରୀର କ୍ଷୀଣ ହେବାକୁ ଲାଗିଲା, ରାଜକାର୍ଯ୍ୟରେ ଆଉ ମନ ଲାଗିଲାନି। ପିତାଙ୍କର ବିପରୀତ ଅବସ୍ଥାକୁ ଦେଖି ଦେବବ୍ରତ ଗୋପନରେ ଚାଲିଲେ ପରଖି, ଶେଷେ ହେଲେ ଅବଗତ, ଶେଷେ ହେଲେ ଅବଗତ। ये दास राजा कन्या प्रेमे नृपली मोदित, ଶେଷେ ହେଲେ। ଯେତେବେଳେ ଶାନ୍ତନୁଙ୍କର ଏ ବିପରୀତ ଅବସ୍ଥାକୁ ଲକ୍ଷ୍ୟ କରୁଛନ୍ତି ତାଙ୍କର ପୁଅ ଦେବବ୍ରତ। ଭୀଷ୍ମ ନାଁ ହେଇନି, ଭୀଷ୍ମ ନାଁ କେବେ ହବ ଆପଣ ମାନେ ଶୁଣିବେ। ଯେତେବେଳେ ଦେବବ୍ରତ ଦେଖିଲେ ବିଚାର କଲେ ମୋ ବାପାଙ୍କର ହେଇଛି କ'ଣ? ମୋ ବାପା କାହିଁକି ଏମିତି ଦିନକୁ ଦିନ ଶୁଖି ଯାଉଛନ୍ତି? ମୋ ବାପା ଏମିତି କାହିଁକି ଦିନକୁ ଦିନ ଉଦାସ ରହୁଛନ୍ତି? ମୋ ବାପା ଏମିତି କାହିଁକି ଦିନକୁ ଦିନ ବିମର୍ଷ ରହୁଛନ୍ତି? ବାପାଙ୍କର ପଛେ ପଛେ ଲୁଚି ଲୁଚି ଅନୁସନ୍ଧାନ କଲେ, ଜାଣିବାକୁ ପାରିଲେ ପ୍ରତିଦିନ ରାଜା ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଯମୁନା କୂଳର କଳ୍ପୀ ବସ୍ତିର ଗାଁ ମୁଣ୍ଡରେ ବରଗଛ ମୂଳରେ ଗୋଟିଏ ମାଟି ମଣ୍ଡପ ଉପରେ ବସି ଯମୁନା ଜଳରେ ନା ବାହୁଥିବା ସେ କେଉଟ ଝିଅ ଉପରେ ଆଖି ପକେଇଛନ୍ତି। ମାଲୋ ଗୋଟେ ଗାଁ ଗହଳି କଥା କୁହାଯାଏନି କ'ଣ? ବୋପା ବାହାଘରରେ ପୁଅ ମଧ୍ୟସ୍ଥି। କହୁନାହାନ୍ତି ଆପଣ ମାନେ? ବାପ ବାହାଘରରେ ପୁଅ ମଧ୍ୟସ୍ଥି ପୁରାଣରେ ଅଛି। ଏ ପୁରାଣ କଥା। କହିଲେ କୂଳ କୁଟୁମ୍ବକୁ ଲାଜ, ନ କହିଲେ କୂଳ ଭାସି ଯାଉଛି। ଆପଣ କହୁନାହାନ୍ତି? ପୁରାଣରେ ଅଛି। ଏ ପୁରାଣ କଥା, କିଛି ଅଲଗା କଥା ନୁହଁ। ବୋପା ବାହାଘରରେ ପୁଅ ମଧ୍ୟସ୍ଥି। ସେ ମଧ୍ୟସ୍ଥି କିଏ? ନା ଦେବବ୍ରତ। ଦାସ ରାଜା ସନ୍ନିଧିରେ ପ୍ରବେଶିତ ତକ୍ଷଣେ
প্রভাবিত করাইলে কন্যা সম্প্রদানে সপ্তম কন্যা সন্তান সতম কন্যা সন্তান যে অভিষিক্ত হেবে হচ্ছে নার সিংহাসন সতম কন্যা সন্তান ଆପଣଙ୍କର ଦେବବ୍ରତ ଯାଇ ଦାସରାଜା ନିକଟରେ ପହଞ୍ଚି ପହଞ୍ଚିଗଲେ ଆପଣଙ୍କ ନିକଟରେ ମୋର କିଛି ମାଗୁଣି ଅଛି। ମହାରାଜ ଯୁବରାଜ ମୋତେ କିଛି କହିବାକୁ ଚାହୁଁଛନ୍ତି? ଆପଣଙ୍କ ନିକଟରେ ମୋର କିଛି ମାଗୁଣି ଅଛି। ମୁଁ ତ ଗୋଟେ ଦାସ, ଆପଣଙ୍କ ଦାସନ ଦାସ। ହଁ। ମୋ ନିକଟରେ କର୍ତ୍ତବ୍ୟ କଣ ରହିଛି? କଣ ଚାହୁଁଛନ୍ତି? ଆପଣଙ୍କର ଝିଅର ହାତ ଚାହୁଁଛି। ଆପଣ ଥଟ୍ଟା କରୁନାହାନ୍ତି ତ? ନା ମୁଁ ଗୋଟେ କେଉଟ, ହଁ ମୋ ଝିଅକୁ ଆପଣ ନା ନା ମୋ ପାଇଁ ନୁହଁ, କାହା ପାଇଁ? ମୋ ବାପାଙ୍କ ପାଇଁ। ଅସମ୍ଭବ। ଆପଣଙ୍କ ଝିଅକୁ ନ ପାଇଲେ ମୋ ବାପାଙ୍କର ମୃତ୍ୟୁ ହେଇଯାଇପାରେ। ଯୁବରାଜ ଆପଣ ଏ କଣ କହୁଛନ୍ତି? ହଁ ଦାସରାଜା, ମୋ କନ୍ୟା ଆପଣଙ୍କ ବାପାଙ୍କୁ ବିବାହ କରିବ? ହଁ। ହେଲେ ଗୋଟେ ସର୍ତ୍ତ। କ'ଣ ସର୍ତ୍ତ? ମୋ କନ୍ୟା ଯଦି ଆପଣଙ୍କ ପିତାଙ୍କୁ ଦାହ କରିବ, ହଁ ମୋ କନ୍ୟାର ଯୋଉ ସନ୍ତାନ ହବ ହଁ ସିଏ ହବ ହସ୍ତିନା ସିଂହାସନର ରାଜା। ଆପଣଙ୍କ କନ୍ୟାର ସନ୍ତାନ ମାନେ ହସ୍ତିନା ସିଂହାସନର ଉତ୍ତରଦାୟିତ୍ୱ ଗ୍ରହଣ କରିବେ ବାସ୍ ବା ଅଧିକାରୀ ହେବେ। ହଁ। ସତ୍ୟ। ହେଲେ ବିଶ୍ୱାସ ଆଜିଠାରୁ ତମ ନିକଟରେ ସତ୍ୟ କରୁଛି, ହସ୍ତିନା ସିଂହାସନ ଉପରେ ମୁଁ ଦାବି କରିବିନି। ହସ୍ତିନା ସିଂହାସନ ଉପରେ ମୁଁ କେବେ ବି ଦାବି କରିବିନି। ତୁମେ ଦାବି ଦାସରାଜା କରିବ। ଆଜ୍ଞା ମହାଚାଲାକ ହଁ କହିଲା ଆଜି ଆପଣ ରାଜି କରିବେନି, କାଲି କିନ୍ତୁ କାଲି ଆପଣ ବିବାହ କରିବେ, ବାସ୍ ଆପଣଙ୍କର ପିଲା ହେବେ। ନ୍ୟାୟ ତ ସେମାନେ ବଡ଼ ଅଂଶ, ସେମାନେ ସିଂହାସନର ହକଦାର ହେବେ ନା ନାହିଁ? ଅଧିକାର କରିବେ। ତେଣୁକରି ହଁ ଏଇ ସମୟରେ ହେଲା କ'ଣ? କଣ? ଆଜ ମୁଁ କଠୋର ବ୍ରତ କରୁଛି ପାଳନ, ଜୀବନରେ ନ କରିବି ବନିତା ଗ୍ରହଣ, ଭୀଷ୍ମ ପ୍ରତିଜ୍ଞାଏ ମୋର, ଇଏ ସେହି ଦିନୁ ଦେବବ୍ରତ ଭୀଷ୍ମ ନାମରେ ପ୍ରଚାର। ଆଜିଠାରୁ ମୁଁ କଠୋର ବ୍ରତ ପାଳନ କରୁଛି। ଆପଣଙ୍କର ଚରଣ ସ୍ପର୍ଶ କରି ଆଜି ମୁଁ ଶପଥ କରୁଛି, ଶପଥ କରୁଛି ଜୀବନରେ ସ୍ତ୍ରୀ ଗ୍ରହଣ କରିବି। କେବେ ମୁଁ ବିବାହ କରିବି ନାହିଁ। ଏ କଠୋର ପ୍ରତିଜ୍ଞାର ନାଁ ହେଉଛି ଭୀଷ୍ମ। ଭୀଷ୍ମ ଏ କଠୋର ପ୍ରତିଜ୍ଞା କଲେ ବୋଲି ତାଙ୍କ ନାଁ ହେଲା ଭୀଷ୍ମ। ଭୀଷ୍ମ ବାବୁ ଆଜ୍ଞା ଏ କି ପ୍ରକାର ନ୍ୟାୟ? କୁହନ୍ତୁ ତ। ବିନେଇ ବାନୁମତି ମାତୁହୁ ଓ ପିତୁହୁ ପ୍ରତିରୋଧେ ତଥା ପ୍ରତିଜ୍ଞା ଭୀଷ୍ମ ଦେବସ୍ୟ ଭବବଦ ନ୍ୟାୟ ଭବେ ଲେଖି। କି ପ୍ରକାର ନ୍ୟାୟ? ଗୋଟେ ସୁନ୍ଦର ସୁଠାମ ଯୁବକକୁ ଗୋଟେ ଯୁବକକୁ ଆଜୀବନ ବ୍ରହ୍ମଚାରୀ ସଜେଇ ପିତା ବାହା ଜଣେ ବୁଢ଼ା ବାପା ନିଜର କାମ ଲାଳସାକୁ ଚରିତାର୍ଥ କରିବା ପାଇଁ ହଁ ଗୋଟେ ଯୁବତୀକି ବିବାହ କରିବ, ଠିକ କି ଆଜ୍ଞା? ଠିକ ହେଲା କି? କେମିତି ହବ? ଇଏ ଧର୍ମର ଗ୍ଲାନି। ବୁଢା ବାପା ସେଇଥିଲାଗି ନିରାକାର ପୁରୁଷ ସାକାର ରୂପ ଧାରଣ କରି ଧରାବତନ। ଧରାବତର ହନ୍ତି। ଆଉ ଗୋଟିଏ ସୁନ୍ଦର କଥା, କଣ? ସତ୍ୟବତୀ ମୁନେ ଦାରାହା ରାଜସୁପୁତ୍ର ଶାନ୍ତନୁ ତୟୋର ବିବାହ ନିର୍ବନ୍ଧଂ ସେ ବଦ ନ୍ୟାୟ ଭବେନି କି? ପରାଶରଙ୍କ ସହିତ ଦୈହିକ ସମ୍ପର୍କ ରଖି ବ୍ୟାସଙ୍କୁ ଜନ୍ମ ଦେଲା ପରେ ବାସ୍ ସତ୍ୟବତୀ ଜଣେ ବ୍ରାହ୍ମଣଙ୍କର ସ୍ତ୍ରୀ ନା ନାହିଁ? ବ୍ରାହ୍ମଣଙ୍କର ସ୍ତ୍ରୀ ପରାଶରଙ୍କ ସ୍ତ୍ରୀ ନା ନାହିଁ? ଆଉ ଜଣେ ବ୍ରାହ୍ମଣ ସ୍ତ୍ରୀ କି ଜଣେ କ୍ଷତ୍ରିୟ ରାଜା ବାହା ହେବା କେତୁରୁ ନ୍ୟାୟ? ଏମିତି କେମିତି ନ୍ୟାୟ? ଇଏ ଧର୍ମର ଗ୍ଲାନି ହେଲାନି କି? ଧର୍ମର ଗ୍ଲାନି। ଆପଣଙ୍କ ନିକଟରେ 5ଟି କାରଣ କହିଲି। ହଁ ଏଇଥିଲାଗି ନିରାକାର ବ୍ରହ୍ମକୁ ସାକାର ରୂପ ଧାରଣ କରି ଧରାବତରଣ କରିବାକୁ ପଡ଼ିଲା। ବାବା ଯେତେବେଳେ ସତ୍ୟବତୀ ସହିତ ଯୋଜନଗନ୍ଧା ସହିତ ଶାନ୍ତନୁଙ୍କର ବିବାହ ହେଇଗଲା, ହେଲା ଯୋଜନଗନ୍ଧାର ନାଁ ହେଇଗଲା ଆଜ୍ଞା ସତ୍ୟବତୀ। ସତ୍ୟବତୀ। ଆଗ ଥିଲା କାଳୀ, ହଁ ତାପରେ ହେଲା ମତ୍ସ୍ୟଗନ୍ଧା, ମତ୍ସ୍ୟଗନ୍ଧା, ତାପରେ ହେଲା ଯୋଜନଗନ୍ଧା, ତାପରେ ହେଲା ସତ୍ୟବତୀ। ବାବୁ ଆଜ୍ଞା ପିଲା ଯୋଡ଼ିଏ ଜନ୍ମ ହେଲେ। ହେଲା ସେ ପିଲା ଯୋଡ଼ିକ କିଏ? ସେ ଜନ୍ମିଲେ ବେନି ନନ୍ଦନ ଚିତ୍ରାଙ୍ଗଦ ବିଚିତ୍ର ବୀର୍ଯ୍ୟ ନାମ দক্ষ সমরে হে দক্ষ সমরে হে দক্ষ সমরে চিত্রাଙ୍ଗদ পঞ্চত্ব প্রাপ্তি দক্ষ সমরে ଯୋଡ଼ିଏ ପୁଅ। ଆଉ ବେଶୀ ସମୟ ନିଅ ନା, 12ଟା ବାଜିବ।
ଯୋଡ଼ିଏ ପୁଅ ଜନ୍ମ ହେଲେ। ଆଜ୍ଞା ଗୋଟିଏ ହେଲା ଚିତ୍ରାଙ୍ଗଦ, ଗୋଟିଏ ବିଚିତ୍ର ଆଉ ବିଜୟ। ଗୋଟିଏ ବିଚିତ୍ର ବୀର୍ଯ୍ୟ। ଆଜ୍ଞା ଯକ୍ଷମାନଙ୍କ ସହିତ ଯୁଦ୍ଧ କରୁ କରୁ ଚିତ୍ରାଙ୍ଗଦ ମରିଗଲା, ମରିଗଲା। ରହିଲା ବିଚିତ୍ର ବୀର୍ଯ୍ୟ। ବିଚିତ୍ର ବିଜୟ ବିଚିତ୍ର ବୀର୍ଯ୍ୟର ବିବାହ ବୟସ ହେଲା। ହେଲା। ଯେତେବେଳେ ବିବାହ ବୟସ ହେଲା, ଏ, ଦିନେ ସତ୍ୟବତୀ କହିଲା କଣ କାହାକୁ କାହାକୁ ନା ଭୀଷ୍ମଙ୍କୁ। ଭୀଷ୍ମ। ହସ୍ତିନାର ରକ୍ଷାକର୍ତ୍ତା ଭୀଷ୍ମ କହିଲା ବାପାରେ ଆଜ୍ଞା ତୋ ସାନ ଭାଇର ବିବାହ ବୟସ ହେଲାଣି, ମା ତା ପାଇଁ ଗୋଟିଏ କନ୍ୟାର ସନ୍ଧାନ ତୁ କରୁନୁ। ଠିକ ଅଛି ମା। ଠିକ ସେତିକି ସମୟରେ ହଁ ହେଇଛି କଣ କଣ ନା କାଶୀ ରାଜାଙ୍କର କନ୍ୟା ସ୍ୱୟଂବର କାଳେ ପ୍ରବେଶୀ ଗଙ୍ଗା ତନୟ ନିଜ ବାହୁ ধরে তিনি কন্যা হরিলে তিনি কন্যা হরিলে ଏ ଅମ୍ବିକା ଅମ୍ବାଳିକାଙ୍କୁ সানু দে অর্পিলে তিনি কন্যা হরিলে କାଶୀ ରାଜାଙ୍କର ଝିଅମାନଙ୍କର ସ୍ୱୟଂବର। ସ୍ୱୟଂବର ଚାଲିଛି। ସେଠି ଭୀଷ୍ମ ପହଞ୍ଚିଲେ। ପହଞ୍ଚିଗଲେ ପହଞ୍ଚିକି କଲେ କଣ ନା ଆର୍ଯ୍ୟାବର୍ତ୍ତର ଶ୍ରେଷ୍ଠ ବୀର ଥିଲେ ଭୀଷ୍ମ। ଭୀଷ୍ମ। ଏମିତିକି ତାଙ୍କ ଗୁରୁ ପରଶୁରାମ ମଧ୍ୟ ତାଙ୍କ ସହିତ ଯୁଦ୍ଧରେ ସମ୍ମୁଖ ହଉନଥିଲେ। ନା ନା ସମସ୍ତ ରାଜନ୍ୟ ମଣ୍ଡଳୀ ତାଙ୍କୁ ଭୟ କରୁଥିଲେ। ହଁ ଯେତେବେଳେ ଭୀଷ୍ମ ଯାଇ ସଭାରେ ପହଞ୍ଚିଲେ ବଳପୂର୍ବକ ତିନିଟା ଝିଅଙ୍କୁ ଉଠେଇ ଆଣିଲେ। ତିନିଟା ଝିଅ ଉଠେଇଦେଲେ। କି ପ୍ରକାର ନ୍ୟାୟ ଇଏ? ଭାଇ ଠିକ ଆଜୀବନ କୁମାରତ୍ୱେ ଭୀଷ୍ମସ୍ୟ ବଳପୂର୍ବକ ଗୃହାଣ ନୃପକନ୍ୟା ନାଙ୍ଗ ବଦ ନ୍ୟାୟ ଭବେନିତି। ଆଜୀବନ କୁମାର ବ୍ରତ ଅବଲମ୍ବନ କରିଥିବା ଜଣେ ଯୁବକ ଗୋଟେ ରାଜାଙ୍କର ସ୍ୱୟଂବର ସଭାରୁ ତିନିଟା ଝିଅକୁ ବଳପୂର୍ବକ ଉଠେଇ ଆଣିବେ, ଇଏ କୋଉ ପ୍ରକାର ନ୍ୟାୟ? ଇଏ ହଉଛି ଧର୍ମର ଗ୍ଲାନି। ଗ୍ଲାନି। ଯେତେବେଳେ ଉଠେଇ ଆଣିଲେ ସେଇ ସମୟରେ ଅମ୍ବା ବିରୋଧ କଲା। କଣ କହିଲା? କଣ ଅମ୍ବା ଭଲ ପାଉଥିଲା সালনরে শঙ্কু হে সালনরে শঙ্কু ଓ କାଲ সালনরে শঙ্কু ସେ ବୁଝି ଭୀଷ୍ମ ପଠାଇଲେ তাঙ্ক নিকটকু ସେ ଯେ କଲେ প্রত্যাখ্যান সে যে বলে প্রত্যাখ্যান অপহৃতা কন্যাকু পরিবিকে সরণ ଅମ୍ବା ଆଜ୍ଞା ସାଲ୍ବ ରାଜାଙ୍କୁ ଭଲ ପାଉଥିଲେ। ଯେତେବେଳେ ଭୀଷ୍ମ ଏ କଥା ଶୁଣିଲେ ହଁ ତାଙ୍କୁ ସମ୍ମାନର ସହିତ ସାଲଙ୍କ ନିକଟକୁ ପଠେଇଲେ, ପଠେଇଦେଲେ। କିନ୍ତୁ ସାଲ ତାଙ୍କୁ ଗ୍ରହଣ କଲେନି। କେମିତି ଗ୍ରହଣ କରିବେ? କହିଲେ ତମେ ଜଣଙ୍କ ଦ୍ୱାରା ଅପହୃତା, ହଁ ତମକୁ ମୁଁ କେମିତି ଗ୍ରହଣ କରିବି? ଆଉ ଫେରେଇ ଦେଲେ। ଆଜ୍ଞା ଟିକିଏ ଚିନ୍ତା କରନ୍ତୁ, ଭୀଷ୍ମ ଯାହା କଲେ ଠିକ କଲେ କି ଆଜ୍ଞା? ତିନିଟା ଝିଅ ଉଠେଇଦେଲ। ତିନିଟା ଝିଅ ତମେ ଉଠେଇଦେଲ ସଭା ଉପରୁ। ହଁ ସେତେବେଳେ ସ୍ୱୟଂବରର ନିୟମ ଥିଲା କିଛି ଗୋଟେ ପଣ ରଖାଯାଉଥିଲା ପଣ। କି ନାଇଁ ଆଜ୍ଞା? ହଁ ଯେମିତିକି ଦ୍ରୌପଦୀଙ୍କର ବାହାଘରରେ ପଣ ଥିଲା, 7 ତାଳ ସ୍ତମ୍ଭ ପୋତା ହେବ, ସ୍ତମ୍ଭ ଉପରେ ରାଧାଚକ୍ର ଘୂରିବ, ରାଧାଚକ୍ର ଉପରେ ଗୋଟେ ସୁନା ମାଛ ଘୂରିବ, ତଳେ ଗୋଟେ ପାଣିକୁଣ୍ଡ ରହିବ, ଯେଉଁ ଧନୁଷ୍କି ପାଣିକୁଣ୍ଡକୁ ଲକ୍ଷ୍ୟ ରଖି ତୀର ନିକ୍ଷେପ କରି ମାଛର ବାଁ ଆଖି ଭେଦ କରିବ, ସିଏ ତାକୁ ବିବାହ କରିବ। ହେଇଛି ନା ଆଜ୍ଞା ଦ୍ରୌପଦୀଙ୍କ ବାହାଘରରେ ପଣ? ସୀତାଙ୍କର ବାହାଘରରେ ଜନକ ପଣ ରଖିଥିଲେ, ଶିବଧନୁ ଯିଏ ଭାଙ୍ଗିବ ସିଏ ମୋ ଝିଅକୁ ବାହା ହେବ। ସେମିତି କାଶୀରାଜା କିଛି ପଣ ରଖିଥିବ, ତମ ଭାଇ ଯାଇଥାନ୍ତା ପଣ ଜିଣିଥାନ୍ତା, ବାସ୍। ତା ରାଜ୍ୟରୁ 3,000 ଝିଅ ଆଣିଲେ କେହି କିଛି କହିବାର ଥିଲା କି? ଆଉ କିନ୍ତୁ ବଳପୂର୍ବକ ତିନିଟା ଝିଅକୁ ଉଠେଇ ପୂର୍ବକୁ ଆଣିବା। ଉଠେଇଦେବ। ଯା ନ୍ୟାୟସଙ୍ଗତ କଥା କି ଆଜ୍ଞା? না ଆଚ୍ଛା, ଜନକ ପଣ କରିଥିଲେ ଶିବଧନୁ ଯିଏ ଭାଙ୍ଗିବ ସିଏ ମୋ ଝିଅକୁ ବାହା ହେବ। ବାହା ହବ। ସମସ୍ତେ ଏ କଥା କହନ୍ତି ନା ନାଇଁ ଆଜ୍ଞା? ଆଉ ପୁରାଣରେ ତ ଅଛି। ପୁରାଣରେ ଅଛି, ଆଉ ପୁରାଣରେ ଅଛି ଜନକ ପଣ କଲେ ଶିବଧନୁ ଯିଏ ଭାଙ୍ଗିବ ସିଏ ମୋ ଝିଅକୁ ବାହା ହେବ। ଆପଣ ଆଉ କିଏ କରୁଥିଲା? ଆଉ ଜନକ ପଡ଼ି କରୁନଥିଲେ? ନାଇଁ ନା, ହଁ, ନୂଆ କଥା କହୁଛୁ। ଆଉ କଣ? ନୂଆ କଥା ମୁଁ କହୁନି ପୁଅ, ଆଉ ବିନା ପ୍ରମାଣରେ ମୁଁ କିଛି କହିବିନି। তাহলে প্রমাণ কোন রয়েছে? କିଏ ପଣ କଲା? পণ কি গলে? ଶିବଙ୍କର ବିବାହ ସୀତାଙ୍କର ବିବାହ ପାଇଁ ଶିବଧନୁର ଆୟୋଜନ କିଏ କଲା? কে? ଚାଲନ୍ତୁ ସୀତାଙ୍କର ଜନ୍ମ। ସୀତାଙ୍କ ସ୍ଥାନ କବି ସମ୍ରାଟ ଭଞ୍ଜ ଭଞ୍ଜା। ବୈଦେହୀଶ ବିଳାସ। ହଁ ସୀତା ପୁଅ କୋଉଠି ଜନ୍ମ ହେଇଥିଲେ କହିଲୁ? କୋଉଠି ତାଙ୍କ ଗାଁରେ କୋଉଠି? ତୁ ପୁଅ ବଡ଼ ବିଜ୍ଞାନୀ, ଭୂଗୋଳ ଉପରେ ତୋର ପ୍ରବଳ ଜ୍ଞାନ। ଜାମ୍ମୁ କାଶ୍ମୀରରେ ସୀତା ଜନ୍ମ ହେଇଥିଲେ। ହଁ
ସୀତା ମିଥିଳାରେ ଜନ୍ମ ହେଇନଥିଲେ। ଆଉ ତାଙ୍କ ମିଥିଳା ଯିଏ ଆଜିର ନେପାଳ, ନେପାଳ ଏଇଥିଲାଗି ନେପାଳ ରାଜବଂଶ ସହିତ ଜଗନ୍ନାଥ ମନ୍ଦିରର ସମ୍ପର୍କ ଅଛି। ଅଛି। ଆମ ଓଡ଼ିଶାର ଗଜପତି ରାଜା ହଁ। ରତ୍ନସିଂହାସନ ତଳେ ଠିଆ ହେଇ ଜଗନ୍ନାଥଙ୍କୁ ପ୍ରଣାମ କରିବ, କିନ୍ତୁ ନେପାଳ ରାଜା ରତ୍ନସିଂହାସନ ଉପରେ ବସି ଜଗନ୍ନାଥଙ୍କୁ ପ୍ରଣାମ କରିବ। କାରଣ ରତ୍ନସିଂହାସନ ତଳେ ଯେଉଁ ଲକ୍ଷେଶାଳା ଗ୍ରାମ ପୋତା ହେଇଛନ୍ତି, ଆଜ୍ଞା। ସେ ଲକ୍ଷେଶାଳା ଗ୍ରାମ ନେପାଳର ରାଜା ଗଣ୍ଡୁକୀ ନଦୀରୁ ଦେଇଛି। ପ୍ରତିବର୍ଷ ଜଗନ୍ନାଥଙ୍କର ସେବାରେ ଯେତେ କସ୍ତୁରୀ ଲାଗେ ସବୁ କସ୍ତୁରୀ ନେପାଳ ରାଜା ଦିଏ। ଦିଅନ୍ତି। ନେପାଳ ସହିତ ଏ ରାଜ୍ୟର ସମ୍ପର୍କ କେମିତି ନା ସୀତାଙ୍କ ଜନ୍ମସ୍ଥାନ ଓଡ଼ିଶା। ଆମ ଓଡ଼ିଶାରେ ଓଡ଼ିଶାରେ କୋଉ ଜାଗା? ଓଡ଼ିଶାରେ କୋଉଠି? କୋଉ ଜାଗା? ଗୁଣ୍ଡିଚା ମନ୍ଦିର। ଗୁଣ୍ଡିଚା ମନ୍ଦିର। ରାଜା ଜନକ ଯଜ୍ଞ କରିବା ପାଇଁ ଗୁଣ୍ଡିଚା ମନ୍ଦିର ନିକଟରେ ମାଟି ଚାଷ କରୁଥିଲେ, ଜମିକର୍ଷଣ ଯାହାକୁ କବି ସମ୍ରାଟ ଭଞ୍ଜ କହିଲେ। କଣ? ବୃଷାଳ ମୁଖ ଶାଳ କୃତେ দিনে চশু অবনি হে অবনি দিনে চশু অবনি সে বৃষা সাকি মুক্তি পাইণ মেনা নামে তরুণী হে তরুণী মেনা নামে তরুণী রাজা জনক মাল ଆପଣ ମାନଙ୍କର ଗୁଣ୍ଡିଚା ମନ୍ଦିର ନିକଟରେ ସମୁଦ୍ର ବାଲିକି ଚାଷ କରୁଛନ୍ତି ଯଜ୍ଞ କରିବେ। ଯଜ୍ଞ କରିବା ପାଇଁ ଏଇ ସମୟରେ ହେଇଛି କଣ ନା ଆକାଶ ମାର୍ଗରେ ଯାଉଛି ଗୋଟିଏ ଅପ୍ସରୀ ନା ଯାହାର ମେନକା। ମେନକା କାହିଁକି ମେନକା ଆକାଶ ମାର୍ଗରେ ଗଲା? ସେ କାହିଁ ଯାଉଥିଲା? ସେ କାହିଁକି ମୂର୍ତ୍ତିକୁ ଆସିଥିଲା? ହଁ। ତାର ମୂର୍ତ୍ତିରେ କଣ କାମ? ସେ ତ ସ୍ୱର୍ଗର ଅପ୍ସରା, ସେ ମୂର୍ତ୍ତିକୁ କାହିଁକି ଆସିଥିଲା? କାହିଁକି? ନା ବିଶ୍ୱାମିତ୍ରଙ୍କର ତପସ୍ୟାକୁ ଭଗ୍ନ କରିବା ପାଇଁ ଇନ୍ଦ୍ର ଦ୍ୱାରା ପ୍ରେରିତ ହେଇଥିଲା ମେନକା। ଆରେ ରେ ବିଶ୍ୱାମିତ୍ରଙ୍କର ସଂସ୍ପର୍ଶରେ ଆସିଲା ଫଳରେ ଯାହାର ଗର୍ଭରୁ ଜନ୍ମ ହେଇଥିଲା ଆପଣ ମାନଙ୍କର ଶକୁନ୍ତଳା, ଶକୁନ୍ତଳା। ଯାହାକୁ ଶକୁନ୍ତ ପକ୍ଷୀ ପାଳିଲା ବୋଲି ତା ନାଁ ହେଲା ଶକୁନ୍ତଳା। ଶକୁନ୍ତଳା କଣ ଋଷିଙ୍କ ଆଶ୍ରମରେ ରହିଲା। ବିଶ୍ୱାମିତ୍ରଙ୍କ ଦ୍ୱାରା ସିଏ ମେନକା ଗର୍ଭରୁ ଜନ୍ମ ହେଇଛି। ଆରେ ଆକାଶ ମାର୍ଗରେ ଯାଉଛି ମେନକା। ମେନକା ଯାଉଛି। ବଳା ରାତି ପୁର ମଣ୍ଡନା ଶୋଭା ଜନକ ଚାହିଁ জনক চাহি নন্দনা শোভা জনক চাহি যে বড়াইলে চিত্ত মুকুতা পুন হুয়ন্তা এহি হুয়ন্তা এহি মুসুকা পুরা হুয়ন্তা এহি বড়া রাতি বলে তো ইন্দ্র ইন্দ্রপুর মণ্ডনা মেনকার শোভাକୁ অবলোকন করে রাজা জনক কহিলে মোর যদি এমতি গোটি ঝিও থান্তা মো জীবন ধন্য হয়ে যাইথান্তা। যেତେବେଳେ একথা জনকর মନରେ ভাবুଛନ୍ତି ତାଙ୍କର মনগত ভাবକୁ বুঝিলা আজ্ঞା ସେ ସ୍ୱର୍ଗର ଅପ୍ସରା। ମେନକା ବୁଝିଲା। କଣ କହିଲା? କଣ କହିଲା ଲୋ ବାପା? ବାଳା ଋଣା ଧରି ବୋଇଲା ଜାଣି ତାହାଙ୍କ ଚିତ তাহাঙ্ক চিত্তরে মানস জানি তাহাঙ্ক চিত্ত এ বালা এ ক্ষণি অদ্ভুতে সিনা হেব প্রাপত হেব প্রাপত হে প্রাপত নিশা হেব প্রাপত উদয়কালীন সূর্য ভଳି অধরযুক্ত মেনকা কহিলা କଣ? হে ঋষি ତମର ମନସ୍କାମନା ପୂର୍ଣ୍ଣ ପୂର୍ଣ୍ଣ ହେବ। ହବ। ବର୍ତ୍ତମାନ ତମେ ଗୋଟେ ଝିଅ ପାଇବ। ଏବେ ପାଇବ। ଲଙ୍ଗଳ ମୁନରୁ ବାହାରିଲା ଗୋଟିଏ ମଞ୍ଜୁଷା, ସେ ମଞ୍ଜୁଷା ଭିତରୁ ବାହାରିଲେ ସୀତା। ସୀତା। ପଣ କଲା କିଏ? କିଏ? ଜନକ ପଣ କଲେ? ଆଉ ନାଇଁ ଆଜ୍ଞା, ଆଉ? ବାଚିଲେ ବାଲ୍ମୀକ ଟେକିବ ଯେହୁ শিব তাপকু শিব তাপকু হে টেকিব যেহু শিব তাপকু ସେ ବାରିଦ ଗନ୍ଧାକୁ ପ୍ରଦାନ নিশ্চে করিবা তাকু করিবা তাকু হে প্রকার নিশ্চে করিবা ବାଲ୍ମୀକି ଋଷି ପଣ କଲେ। ଏ ଶିବଧନୁ ଯିଏ ଟେକିବେ ଏ ଝିଅକୁ ସିଏ ବାହା ହେବ। ବିବାହ କରିବ। ଦୁନିଆ ଯାକ କହୁଛି ଆମେ ଜନକ ପଣ କରୁଛନ୍ତି, ଶିବଧନୁ ଯିଏ ଭାଙ୍ଗିବ ସିଏ ମୋ ଝିଅକୁ ବାହା ହେବ। ବାସ୍ତବତାଟା କ'ଣ? ଠିକଟା କୋଉଠି? ମୋ ବିଚାରକ ମଣ୍ଡଳୀ ଆଜ୍ଞା। ସପ୍ତମ ଷଷ୍ଠ କାରଣ ଯାଇଛି। ସପ୍ତମ କାରଣ ସଂଗୃହୀତ ବାଳା ରତ୍ନ ଯୁଦ୍ଧ ନିର୍ଘୋଷ ପୂର୍ବକ ସମ୍ପ୍ରତ୍ୟାଖ୍ୟାନ ମୁମ୍ବାୟା মায়া ସେ ବୋଧ ନ୍ୟାୟ ଭବେନି କି। ତିନିଟା ଝିଅଙ୍କୁ ବଳପୂର୍ବକ ଅପହରଣ କଲ। ଯୋଡ଼ା ଝିଅଙ୍କୁ ତ ତମ ଭାଇ ବାହା ହେଲା, ଆଉଟା ଗୋଟେ ଝିଅକୁ ପ୍ରତା ବର୍ବାଦ କରିଦେବା। ତାକୁ ଯେତେବେଳେ କାଶୀ ରାଜା ଏ ସାଲୁ ରାଜା ଗ୍ରହଣ କଲାନି, ହଁ ତମେ ଗ୍ରହଣ ଅମ୍ବା ଆସିଲା ଭୀଷ୍ମଙ୍କ ନିକଟକୁ, ହଁ ତମେ ମୋତେ ଅପହରଣ କରିଛ, ତମେ ମୋତେ ବିବାହ କର। ମୋ ଇଜ୍ଜତରେ କଳଙ୍କର କାଳିମା ବୋଳିଛ, ହଁ ତମେ ମୋତେ ବିବାହ କର। କର ନା। ସେହି ସମୟରେ ଭୀଷ୍ମ କହିଲେ ମୁଁ ବିବାହ କରିପାରିବି ନାହିଁ। ନାଇଁ
କାରଣ ମୋ ଅଜାଙ୍କ ନିକଟରେ ମୁଁ ସତ୍ୟବଦ୍ଧ ମୁଁ ସତ୍ୟ ଜୀବନରେ ସ୍ତ୍ରୀ ଗ୍ରହଣ କରିବିନି। ସେ ଝିଅଟା ଆଜ୍ଞା ପରଶୁରାମଙ୍କର ଶରଣ ନେଲା। ହେଲା ପରଶୁରାମଙ୍କ ସହିତ ଭୀଷ୍ମଙ୍କର ଯୁଦ୍ଧ ହେଲା। ଯୁଦ୍ଧ ହେଲା ଯୁଦ୍ଧରେ ପରଶୁରାମ ହାରିଲା ପରେ କହିଲେ ମା ମୁଁ ତତେ ରକ୍ଷା କରିପାରିବିନି। ସେ ଝିଅ ଶିବଙ୍କୁ ତପସ୍ୟା କରି ଗଙ୍ଗାସାଗରରେ ଝାସ ଦେଇ ଜନ୍ମ ହେଲା ଦ୍ରୁପଦ ରାଜାଙ୍କର ପୁଅ ଆପଣମାନଙ୍କର ଶିଖ ଶ୍ରୀଖଣ୍ଡି ହେଇ ଜନ୍ମ ହେଲା, ଯାହାଦ୍ୱାରା ଭୀଷ୍ମ ମଲେ। ଏ କି ପ୍ରକାର ନ୍ୟାୟ? ଯୋଡ଼ିଏ ପୁଅ ବାହା ହେଲା କିଏ ସେ? ଯୋଡ଼ିଏ ଝିଅ ବାହା ହେଲେ କିଏ ସେ? ନା ଆପଣମାନଙ୍କର ବିଚିତ୍ର ବୀଜ ଅମ୍ବିକା ଅମ୍ବାଳିକା। ଅମ୍ବା ତ ଭଲ ପାଉଥିଲେ ସିଆଡେ ହେଲେ ଶ୍ରୀଖଣ୍ଡି ହେଇ ଜନ୍ମ ହେଲେ। ହଁ ଅମ୍ବିକା ଅମ୍ବାଳିକା ଯୋଡ଼ିଏ ଝିଅ ବାହା ହେଲା କିଏ ସେ? ନା ବିଚିତ୍ର ବୀଜ। ବିଚିତ୍ର ବିଚ ଫଳ ହେଲା କ'ଣ? କଣ ଫଳ? ଅତ୍ୟଧିକ କାମ ବାସନାର ପ୍ରଭାବ ଭାବରେ ବିଚିତ୍ର ବୀର୍ଯ୍ୟ ପତିତ ବିଷମ ବ୍ୟାଧିରେ ଶେଷେ ହାରିଲା ଜୀବନ ଶେଷେ ହାରିଲା ଜୀବନ ଶେଷେ ହାରିଲା ଜୀବନ ଏ ବୈଧବ୍ୟ ଲୋଭିଲେ ବେନି ଭାଗ୍ୟର ପଛଣ। ଯୋଡ଼େ ସ୍ତ୍ରୀ ହଁ ଅତ୍ୟଧିକ କାମ ଲାଳସା ଚରିତାର୍ଥ କରିବା ହେତୁ ହଁ ଆପଣଙ୍କର ବିଚିତ୍ର ବୀର୍ଯ୍ୟ ଆଜ୍ଞା ଯକ୍ଷ୍ମା ରୋଗରେ ପୀଡ଼ିତ, ପୀଡ଼ିତ ଅକାଳରେ ମୃତ୍ୟୁବରଣ। ମୃତ୍ୟୁବରଣ କଲେ। ଘରେ ଯୋଡ଼େ ବିଧବା ବୋହୂ। ବିଧବା ବୋହୂ କୁରୁବଂଶ ଭଳି ଏଡ଼େ ବଡ଼ ରାଜବଂଶ, ଆଉ ଏତେ ବଡ଼ ସମୃଦ୍ଧ ରାଜ୍ୟ, ହଁ ବଞ୍ଚିଛି ମା ସତ୍ୟବତୀ। ଆଉ ଚିନ୍ତା କଲା ଏ ବଂଶ ରହିବ କେମିତି? ବଂଶ ରକ୍ଷା ହବ କେମିତି? ଏ ବଂଶ ରକ୍ଷା ହବ କେମିତି? ପଚାରିଲେ ଆପଣ ମାନଙ୍କର ଭୀଷ୍ମକୁ, ହଁ କହିଲା ଭୀଷ୍ମରେ ମା ତୁ ତ ଅବିବାହିତ ଅଛୁ, ହଁ ଏ ବୋହୂମାନଙ୍କ ସହିତ ସଙ୍ଗମ କରିବୁ କି? ମା ଏସବୁ ମୁଁ ବଂଶ କରିବି। ରକ୍ଷା ହେବା ପାଇଁ ପିଲାଟି ହେଇପାରିବ କି? ନା 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 ମୋ ହାତ ଦ୍ୱାରା ଯୋଡ଼ି ଦେଲା ଭୀଷ୍ମ, ମା କହିଲା ମା ତମ ବାପାଙ୍କ ନିକଟରେ ମୁଁ ସତ୍ୟବୋଧ ନା, ଜୀବନରେ ସ୍ତ୍ରୀ ଗ୍ରହଣ କରିବିନି। କରିବି ନାହିଁ। ଆପଣ ମୋତେ କେମିତି ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି? କାହିଁକି ମୋର ନ୍ୟାୟିକ ଚିନ୍ତାଧାରାରେ ଆପଣ କଳଙ୍କର କାଳିମା ବୋଳିବାକୁ ଚେଷ୍ଟା କରୁଛନ୍ତି? ପାରିବି ମୁଁ ପାରିବି। ମନେ ପଡ଼ିଗଲା ମନେ ପଡ଼ିଗଲା ମୋର ଆଉ ଗୋଟେ ପୁଅ ଅଛି, ମୋର ଆଉ ଗୋଟେ ପୁଅ ଯାହାକୁ ମୁଁ ଅବିବାହିତ ଅବସ୍ଥାରେ ଜନ୍ମ ଦେଇଥିଲି, ହଁ ଯାହାର ନାଁ ହେଉଛି ବ୍ୟାସ। ବ୍ୟାସ ବ୍ୟାସଙ୍କୁ ଆହ୍ୱାନ କଲେ ଆପଣ ମାନଙ୍କର ସତ୍ୟବତୀ। ମାଙ୍କର ଚିନ୍ତନ ମାତ୍ର ବ୍ୟାସ ଆସି ପହଞ୍ଚିଲେ। ହେଲା କହିଲେ ମା ଅସୁବିଧା କ'ଣ? କଣ ହେଇଛି ମା? ନା ପୁଅ ବୁଡ଼ିଯିବ ଚନ୍ଦ୍ରବଂଶ, ମା ଘରେ ଯୋଡ଼େ ବିଧବା ବୋହୂ, ହଁ ସେମାନଙ୍କ ଦ୍ୱାରା କେମିତି ସନ୍ତାନ ସୃଷ୍ଟି ହେବ? ବ୍ୟାସ କହିଲେ ହବ ମା, ହବ ହବ କ୍ଷତ୍ରଜ ସନ୍ତାନ ସୃଷ୍ଟି ହେବ ମୋ ଦ୍ୱାରା, ମନ୍ତ୍ର ବଳରେ ସନ୍ତାନ ସୃଷ୍ଟି ହେବ। ହବ କ୍ଷତ୍ରଜ ସନ୍ତାନ ମୁଁ ସୃଷ୍ଟି କରିବି, ବାସ୍ ସେମାନଙ୍କୁ କ୍ଷତ୍ରଜ ସନ୍ତାନ କୁହାଯାଏ। କୁହାଯାଏ। ଆପଣମାନେ ଜାଣିଛନ୍ତି 21 ବାର ପୃଥିବୀକି ନିକ୍ଷତ୍ରିୟ କଲେ ପରଶୁରାମ। ପରଶୁରାମ ପୃଥିବୀରେ ଆଉ କ୍ଷତ୍ରିୟ ରହିଥିଲେ କି? କୁଆଡୁ? ଗୋଟିଏ କ୍ଷତ୍ରିୟ ବଂଶ ଥିଲା ଦଶରଥ। ହଁ କାହିଁକି ନା ଦଶରଥ ନିଜର ନାରୀମାନଙ୍କ ଗହଣରେ ନାରୀ ବେଶ ହୋଇ ଲୁଚିକି ରହିଥିଲେ। ବାଃ ଯେଉଁ ରାଜ୍ୟର ନାଁ ଥିଲା ଆଗରୁ ସାକେତ, ହଁ ସେ ରାଜ୍ୟର ନାଁ ହେଇଗଲା ଅଯୋଧ୍ୟା। ଅଯୋଧ୍ୟା କାହିଁକି ନା ଅଯୋଧ୍ୟା, ଯେଉଁଠି ବୀର ନାହାନ୍ତି, ଯୋଦ୍ଧା ନାହାନ୍ତି, ସେ ରାଜ୍ୟର ନାଁ ଅଯୋଧ୍ୟା। ଅଯୋଧ୍ୟା ପରଶୁରାମ ସେ ରାଜ୍ୟର ନାଁ ଦେଲେ ଅଯୋଧ୍ୟା, ସାକେତରୁ ହେଇଗଲା ଅଯୋଧ୍ୟା। ଆଚ୍ଛା ଅନ୍ୟ କ୍ଷତ୍ରିୟ ବଂଶ କେମିତି ବଞ୍ଚିଲେ? କେମିତି ବଞ୍ଚିଲେ? ସେ କ୍ଷତ୍ରିୟ ରମଣୀ ମାନେ ହଁ ବଂଶରକ୍ଷା ଲାଗି ନିଜର ଗୁରୁଜନ ମାନଙ୍କର ଅନୁମତି ନେଇ କ୍ଷତ୍ରଜ ସନ୍ତାନ ଜନ୍ମ ଦେଇ ବଂଶ ରକ୍ଷା କଲେ। ରକ୍ଷା କଲେ। ବ୍ୟାସ ସେଇଆ କହିଲା, କହିଲା ତମେ ବୋହୂମାନଙ୍କୁ ପଠା, ପଠା। ସେମାନଙ୍କ ଦ୍ୱାରା ମୁଁ ସନ୍ତାନ ସୃଷ୍ଟି କରିଦେବି। ପ୍ରଥମେ ପଡ଼ିଲା କାହା ପାଳି? ତାପରେ ନା ଅମ୍ବିକା ପାଳି। ଅମ୍ବିକା ଅମ୍ବିକା ଆଜ୍ଞା ଅମ୍ବିକାକୁ ବେଶ କରି ପଠେଇ ଦେଇଛି ସତ୍ୟବତୀ। ହଁ ଯେତେବେଳେ ସେ ବେଶ ହେଇ ପହଞ୍ଚିଗଲା ବ୍ୟାସଙ୍କର, ଯେତେବେଳେ ହଁ ବ୍ୟାସଙ୍କର ବ୍ରହ୍ମତେଜ ରୂପ ଦେଖିଛି କିଏ ସେ? ନା ଆପଣମାନଙ୍କର ଅମ୍ବିକା ଭୟରେ ଆଖି ବୁଝିଦେଲା। ଆଖି ବୁଝା ଯେତେବେଳେ ଆଖି ବୁଝିଦେଲା, ଯୋଉ ପିଲାଟା ଜନ୍ମ ହେଲା ସିଏ ହେଲା ଅନ୍ଧ। ଅନ୍ଧ ଫୋନଟା ଲଗେଇ ଦେ। ତାପରେ ପଠେଇଲା କାହାକୁ? ନା ସାନ ବୋହୂ। ସାନ ବୋହୂ ଯେତେବେଳେ ସାନ ବୋହୂ ଗଲା, ହଁ ସାନ ବୋହୂ କଣ କଲା ଆଜ୍ଞା? ସାନ ବୋହୂ କଣ କଲା? କଣ? ନା ବିଲୋକି ବ୍ୟାସଙ୍କ ବ୍ରହ୍ମତେଜ ରୂପ ଅମ୍ବାଳିକା ଅଙ୍ଗ ପାଣ୍ଡୁବନ ପାଣ୍ଡୁବନ। ଅମ୍ବାଳିକା ଅଙ୍ଗ ପାଣ୍ଡୁବନ ବାବା ଅମ୍ବାଳିକା ଅଙ୍ଗ ପାଣ୍ଡୁବନ ସମ୍ଭୋଗେ ଉତ୍ପନ୍ନ ହେଲା ଯେ ନନ୍ଦନ, ବୋଧେ ଉତ୍ପନ୍ନ ହେଲା ଯେ ନନ୍ଦନ ସେ ପାଣ୍ଡୁର ପ୍ରକାଶୀ ଅପଘନ ମାତାଙ୍କ ବିରାଗ ମାତାଙ୍କ ବିରାଗ ମାତାଙ୍କ ବିରାଗ ମାତାଙ୍କ ବିରାଗ ରାଜ କାର୍ଯ୍ୟ କୁଏ ଯେ ଅଯୋଗ୍ୟ ମାତାଙ୍କ। ଯେତେବେଳେ ଅମ୍ବାଳିକା ଯାଇଛି
ବ୍ୟାସଙ୍କର ବ୍ରହ୍ମତେଜ ରୂପକ ଦେଖିଛି ତା ଦେହଟା ଆଜ୍ଞା ପାଉଁଶିଆ ପଡ଼ିଗଲା ସେଠା ପଡ଼ିଗଲା ପଡ଼ିଗଲା ତାଠୁ ଯେଉଁ ପୁଅଟା ହେଲା ସିଏ ହେଲା ପଣ୍ଡୁ ପଣ୍ଡୁ ପାଣ୍ଡୁର ବର୍ଣ୍ଣ ବିଶିଷ୍ଟ ପୁଅଟା ପଣ୍ଡୁ ହେଲା ଏରା କୋଉ କାମ ଲାଗି ଯେତେବେଳେ ଦେଖିଲା ଗୋଟେ ଅନ୍ଧ ଗୋଟେ ପାଉଁଶିଆ ରୁଗୁଣ ସତ୍ୟବତୀ କହିଲା ଯୋଡ଼ାକ ଯାକ ହେବେନି ଏରା ରାଜକାର୍ଯ୍ୟ କରୁଛୁ ବଡ଼ ବୋହୂକୁ କହିଲା ହଁ ହଁ ଅମ୍ବିକାକୁ କହିଲା ଯା କହିଲା ମା ତୁ ଆଉ ଥରେ ଯା ନା ଅମ୍ବିକା ତ ଶାଶୁଙ୍କ କଥା ଭାଙ୍ଗି ପାରିଲାନି କିନ୍ତୁ ନିଜର ଗୋଟିଏ ଦାସୀ ତା ନାଁ ହେଉଛି ଅମ୍ବୁସା 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 ବୋଲି ଗୋଟିଏ ଦାସୀ ଦାସୀ ନିଜ ବେଶରେ ସଜେଇ ଆଜ୍ଞା। ବ୍ୟାସଙ୍କ ନିକଟକୁ ଛାଡ଼ିଦେଲା ପଠେଇଦେଲେ ତା ଗର୍ଭରୁ ଯେଉଁ ପିଲାଟି ହେଲା ସେ ପିଲାଟି ହେଲା ଆଜ୍ଞା ବିଦୁର ମହାଜ୍ଞାନୀ ବିଦୁର ମହାଜ୍ଞାନୀ ବିଦୁର ମହାଜ୍ଞାନୀ ବିଦୁର ହଁ 3ଟି ପିଲା ହେଇଗଲେ ସତ୍ୟବତୀ ଖୁସି ହେଇଗଲା ରାଜକାର୍ଯ୍ୟ ଚାଲିଲା ପିଲାଙ୍କର ବିବାହ ବୟସ ହେଲା ଯେତେବେଳେ ବିବାହ ବୟସ ହେଲା କେମିତି ବିବାହ ହେଲେ ବିବାହ ବୟସ ଗାନ୍ଧାର ନନ୍ଦିନୀ ଗାନ୍ଧାରୀ ବରିଲେ ଧୃତରାଷ୍ଟ୍ର আরে গান্ধারী মরিলে ধৃতরাষ্ট্র বলে গান্ধারী মরিলে ধৃতরাষ্ট্র মাতৃবেণী বিবাহ করিণ মাতৃবেণী বিবাহ করিল যে বন্ধু শাসন করন্তি রাষ্ট্র ভাগ্য বিড়ম্বন ভাগ্য বিড়ম্বন ভাগ্য বিড়ম্বন ভাগ্য বিড়ম্বন আজ্ঞা মৃগয়া উদ্দেশ্য গুরুবন ভাগ্য বিড়ম্বন বিবাহ বয়সরে গান্ধার রাজাঙ্কর ঝিও গান্ধারীଙ୍କ ସହିତ ଧୃତରାଷ୍ଟ୍ରଙ୍କର ବିବାହ ହେଇଗଲା ଅଧିକରୁ ଅଧିକ ପାଲା ଦେଖିବା ପାଇଁ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ।